ବାସୁକି ଏ ପୃଥିବୀର ଭାର ବହନ କରୁଛନ୍ତି ନା ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ଯୋଗେ ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ବୁଲୁଛି। କିନ୍ତୁ ବାସୁକି ମୁଣ୍ଡଉଛି। ବାସୁକି ଗୋଟେ ସରୀସୃପ ସାପ ବ୍ୟାଳ ଭୁଜଙ୍ଗ। ସେ କାତି ଛଡଉ ନାହିଁ, ସେ କେତେ ଗଭୀରରେ ଅଛି? ପବନ ନହେଲେ ସାପ ବଞ୍ଚିବ ନାହିଁ। ଏହା ମାଟି ତଳେ ସାପ ରହିପାରିବ? ଏରେ ସାପ ନିଜେ ଗାତ କରିପାରେ ନା, ତା ପାଇଁ ଗାତ କରିଛି କି ଏତେ ତଳେ? ତାର ପ୍ରକୃତ ତତ୍ଵଟା ଅମର କୋଷରେ ଅଛି, ତାକୁ ଦେଖିଲେ ହବ। ସୂର୍ଯ୍ୟଙ୍କ ଚାରିପଟେ ପୃଥିବୀ ବୁଲୁଛନ୍ତି ଠିକ, ବାସୁକି ମୁଣ୍ଡେଇ ନାହାନ୍ତି। ହେଲେ ଅର୍ଥଟା କେମିତି କଲେ ଆମେ ବୁଝିବା? ବାସୁକି ମୁଣ୍ଡେଇ ନାହାନ୍ତି କହିଲେ ପୁରାଣ ଭୁଲ ହେଇଯିବ। ଏମିତି ଅର୍ଥ ହବ, ବାସୁକି କଥା ବୁଝା ପଡିବ, ସୂର୍ଯ୍ୟଙ୍କର ମହାକର୍ଷଣ ଶକ୍ତି ବୁଝା ପଡିବ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ଆମେରିକା କହିଲେ ଏଠି ଆଲୋକ ଜଳୁଛି, ମୋ ହାତରେ ଆଲୁଅ, ତଳେ ୟା ତଳ ଇଏ, ଏଠି ଦିନ ହେଲେ ଆମେରିକାରେ କଣ? ହଁ କଣ ରାତି, ସେଠି ରାତି ହେଲେ ତେଣୁ ୟାର ତଳ ହେଲା ସିଏ ପାତାଳ। କଣ ବୁଝୁଛୁ? এইটা আমি সিদ্ধান্ত নৌছু। যদি আপন ନାହିଁ କରିଦେବେ କିଛି ନାହିଁ, ସେ ପାତାଳ ଉପରେ ଲୁଚିଲା। ବୁଝିଲୁ? ତେଣୁ ଲୁଚିଲା ଯେତେବେଳେ ଇଏ ସେଇ ଦିନ ଠାରୁ ଏ ଶୂନ୍ୟ ପଡିଛି। ବ୍ରହ୍ମା କହିଲେ ଭଗବାନଙ୍କ ନାରାୟଣଙ୍କର ଯୁଦ୍ଧରେ ପ୍ରଚଣ୍ଡ ସମରରେ ଦୁଇଟି ଭାଇ ମରିଗଲେ। ଇଏ ସୁମାଳି ନିଜ ଝିଅ ବକଟନାକୁ ଝିଅ ନିକୋଷାକୁ ମନ୍ତ୍ରୀ ପ୍ରହସ୍ତକୁ ଧରି ଯାଇକି ପାତାଳ ଉପରେ ଲୁଚିଲା। ତୁମେ ଏବେ ସେ ଜାଗା ଶୂନ୍ୟ ଅଛି, ଯାଇକି ରହିପାର। ସେଇଠୁ ପଣ୍ଡିତେ ସେ ରହିଲେ। ତାଙ୍କ ନାଁ ହଉଛି ବୈଶ୍ରବଣ, ତାଙ୍କ ଡେଜିନେସନ ହଉଛି, ତାଙ୍କ ପଦବୀ ହଉଛି କୁବେର। ଯେମିତି ପଦବୀ ପାଇଥିଲେ ଭୀଷ୍ମ, ନାଁ ଥିଲା ତାଙ୍କର ଦେବବ୍ରତ। ଇଏ ଧନୀ ହବା ପରେ ପଦବୀ ପାଇଲେ। ମୋ ନାଁ ଆଗ ସନାତନ, ମୁଁ ଗାୟକ ପାଲା ଗାଇବା ପରେ ମତେ କହିଲେ ଗାୟକ। ଆପଣ ଶିକ୍ଷକତା କଲା ପରେ ଆପଣଙ୍କୁ କହିଲେ ଶିକ୍ଷକ, ପାଠ ପଢିଲା ବେଳେ କହିଲେ ଛାତ୍ର, ବହୁତ ନମ୍ବର ରଖିଲେ ଆପଣଙ୍କୁ କହିବେ ମେଧାବୀ ଛାତ୍ର। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ, ତେଣୁ କରି ଏଇଠି ତ ଦର ବୁଢା ହେଲାଣି, କେମିତି କହୁଛି ଯୁବ ସମ୍ରାଟରେ କୋଉ ଜାଗାରେ କହିଲେ ହବ ସେଇଟା ଜାଣିବା ଦରକାର। ପୁଅ, ମୋ କହିବାର ତାତ୍ପର୍ଯ୍ୟ ଏବେ ସେ ଶୂନ୍ୟ ପଡିଛି। ତେଣୁକରି ତୁମେ ଆଧିପତ୍ୟ ବିସ୍ତାର କର। ସେଇ ଦିନଠୁ କୁବେର ରହିଲେ। ଯେହେତୁ ସେ ଗୋଟେ ଦୀପ, ପୁଷ୍ପକ ଯାନଟିଏ ଦିଆଗଲା। ସେ ବିନା ଇନ୍ଧନରେ ଚାଲୁ କି ନ ଚାଲୁ, ପୁଷ୍ପକ ଯାନ ଦିଆଗଲା। ସେ ଜଳ ସ୍ତର ଜଳ ପଥ ଦେଇକି ଆସିବେ ବ୍ଯୋମ ମଣ୍ଡଳରେ। ମଉସା, ତାହେଲେ ଇଏ ରାବଣ କେମିତି ପାଇଲା? ରାବଣର ବାପା ଯିଏ, କୁବେର ବାପା ସିଏ, ୟା ମା ଅଲଗା, ତା ମା ଅଲଗା। ଦିନେ ପଣ୍ଡିତେ ମର୍ତ୍ତ୍ୟପୁରକୁ ଭ୍ରମଣ କରିବାକୁ ଆସିଛନ୍ତି। କିଏ? ନା ହେମନ୍ତ ସୁମାଳିର ମନ୍ତ୍ରୀ ଏବଂ ତାର କନ୍ୟା। ସେଥିରେ ଆସିଛନ୍ତି ବିଶ୍ରବା ଋଷିଙ୍କ ଆଶ୍ରମକୁ ପୁଷ୍ପକ ବିମାନରେ ଆସୁଛନ୍ତି। କିଏ? ସେ ନା କୁବେର। ସେଇଠି ଲକ୍ଷ୍ୟ ପଡିଗଲା, କହିଲା ଇଏ ବ୍ଯୋମ ମଣ୍ଡଳରେ କିଂସୁ ପୁଷ୍ପକ ଯାନକୁ ନେଇ କୁବେର ଆସିଛି ବାପା ବିଶ୍ରବାଙ୍କୁ ଦେଖା କରିବା ପାଇଁ। ସେଇଠି ମନ୍ତ୍ରୀ ପ୍ରହସ୍ତ କଲେ, କହିଲେ ଇଏ କିଂସୁକ ଯାନରେ ବ୍ଯୋମ ମଣ୍ଡଳରେ କିଏ ସେ ଉଡୁଛି? ବାବୁ, ଦୀର୍ଘ 40 ବର୍ଷ ପରେ ଯେତେବେଳେ ଗୋଟେ 4 wheeler କାର ଟେ ଏ ଗାଁକୁ ଆସୁଥିବ କି ଆମ ଗାଁକୁ ଆସିବ, ପିଲାମାନେ ତା ପଛରେ ଗୋଡାନ୍ତିନି? ଏବେ କି ଆର ଆଖିରେ ଚାହିଁବେ ନା? ତେଣୁକରି ଯେତେବେଳେ ସେତେବେଳେ ହେଲିକପ୍ଟର ଆକାଶରେ ଉଡିଲେ ବୁଢା ବୁଢା ମଉସା ମାନେ ଡରିକିରି ଲୁଚନ୍ତି।
ये पुष्पक दान को देखिक कहले ये किए लक्ष्य कले शेष जानी पारा ये महाचालाकी चतुर मंत्री कहला जो मातृभूमि सिंहल द्वीप आम विताड़ित ये पुष्पक दान को जी चलाऊँ से जगार आधिपत्य विस्तार कर तेणुक ये कथाटा मत राजा को कहवा पड़ो राजा किए ना सुमारी कहते ये तो राजा ये मंत्री उभयंकर बुद्धि मिशीगला कहले ताहले से आश्रम को आसला कहीं से पुष्पक दान आणिकी ना मु जानिली से कुआडे तांकर बापा ना ठीक अच्छी जो दिव्य पुरुष औरसरु ये पुओ जन्म नहीं पुष्पक दान को आरोहण करी आम मातृभूमि रे राजत्व करुचे आमे सेई बाबाजी सांगरे आम झीर जदि प्रीति संपन्न करई पारिबा मो मन कहूची मो झील गर्भरू बसुना टे हौ हेला तुमे कौन बिल बाड़ी काम कला बेले टिके डेरी हो गले कौन छाड़ दे टिकिया बस देख रावण केमिति झियाणिया सतर लंकागड़ पाइब हसुरा मौसा पलाऊच आम गोटे खराब लगे हे मोर पंडित मंडली मौसा तुम हस लक्षे टंका तुम हसी देला बेलू मोर आउ दी पद मन पड़ जाउछि बस हे काई पार्टी करछु तेणु हजुरे कौन कहूली कन्या को बाहा दे दबा या झील गर्भरू ये बाबाजी औरसरु जी जन्म नब से निश्चित मो मातृभूमि की रक्षा करियो ठीक है कौलसटा बढ़िया काम दबो कौलस नुह सेटा कौशल तोर आगुर एते भूल हो नथला से तांकरी पल्ले पशिकी तोर सब अभाग तेणु मो कहिबार तात्पर्य ये झीर से तळु यौवन आसी गलानी झील को पठेले कहले माँ बापा तू तो राक्षस द्राविड़ कन्या तू कलबल कौशल रे एमित्री नेत्र छटा मारी से बाबाजी की तो प्रति आकृष्ट कर से दिन झील निकषा दिव्य मूर्ति की धरिकी जाउछि कहीं बस्ती जाइनी तो तेणे बाबाजी आसुचंती संध्या कर्म करने पूर्व स्नान करने झीलटी दिव्य मूर्ति धारण करिछि तप्त कांचन वर्णाभ्या सासाम्य परिकीर्तिता चंपा वरणगुरी मेघों के सा पिको भाषा कम कंठे दिव्य सुंदरी आसुची कलबल कौशल रे बाबाजी की विपथगामी करिवो बापा तू कहीं ठिया होछ गोटे पद चौपदी गाइबा अच्छा बाबाजी जेतेबेले देखिदेले ये किए ये दुनिया रे नारी माया केते केते दाम्भिकंकर दंभ को ध्वंस कर देइछि कौन पाई ना दर्शनात् हरते चित्त दाम्भिक पुरुष सुंदरी झील को देखिले ता चित्त को से हरण करे स्पर्शनात् हरते बल ताकू काम भाव रे छुई देले ता बल दंभ पसरी जाए संभोगात हरते आयु ये एमिति नेत्र छटा मारिला है काउडी पड़ कुछवा बाबाजी देखिकी तो आखि जाई कोरड रे पसिलानी नेत्र छटा कोन मारुछु बाबाजी टिके विकृति इंद्रिय हो गला मानसिक विकृति घटिला निजको संयम करबा पई चेष्टा कले आउ करि पारलेनी खाली एतिकी डाकिले कले किए तुमे मां मते लाज लागु है तते लाज लागु तू आखि ठार दलु तते लाज लागिलानी तू चकरा कोन करछो ए तुम परी झियो ये दुनिया रे मु केबे देखिनी छाड़ी ठिया हो हस नाम सल सल लगती कला रामा चाहिला बांका दास ये मन मोहिला काम नर तनु दोहिला राम चाहिला मन मोहिला काम नर तनु दोहिला सरदा परी की मते होइला राम सरदा परी की मते होइला राम चाहिला मन मोहिला ये काम नर तनु दोहिला ये राम चाहिला चंपा चंपा भरना पूर्ण इंदु बदना चंपा
শিবি বিহিলা রামা ছহিলা বন বহিলা ଯୋଉ ଜାଗାରେ ଫାଙ୍କରୁ ଆସୁଛି ସେଠି ତ ତୁ ଧରୁନୁ। ଇଏ କଣ ଚମ୍ପକ ବରଣା ହେଇଛି କି ରେ? କାହା କହୁଛ ମୁଁ ଜାଣି ତମେ ତାଙ୍କୁ ଦେଖେଇ କହୁଛ। କେଣେ ଯାଉଛୁ ସତ କେଣେ ଯାଉଛୁ ସତ କେଣେ ଯାଉଛୁ ସତେ। ୟା ଦେହରେ କଣ ତାଳ କଷା ଅଛି ନା କିଛି ଅଛି? ଓ ନା ମୁଁ ଆକୁ ବୋଲିଲି ମତେ ପଇସା ଦେଲେ। ମୁଁ କହିଲି ଯୋଉ ଅର୍ଦ୍ଧଉଲଗ୍ନିତ ହେଇକି ନାଚିଲା ବେଳେ ରେକର୍ଡ ଡ୍ୟାନ୍ସରେ ବି ପଇସା ଫୋପାଡନ୍ତି, ସେଥିରୁ କଣ ମିଳୁଛି? ଆଜ୍ଞା ଆଜି କାହିଁ ତ ବେଶୀ ହେଇନାହିଁ। ହୟ କୋଉ ଗାୟକ କହେ ମତେ ବୋଲିଲେ ମୁଁ 500 ଟଙ୍କା ଦେଲେ ମୁଁ ବୋଲିବି, କାହିଁ ଥାଳ ଧରି ଭିକ୍ଷା ମାଗୁନା। ତୁ ବସିଲୁ ଠିକ ତୁ ଏମିତି ଗୋଟେ ଗୋବର ଗୋଟେ ଭଳିଆ ଦେଖାଯାଉ। ତତେ ଦେଖିଲା ବେଳକୁ ତମର ପଦ ବିସ୍ମରଣ ହଉଛି, ତାକୁ ଦଉନୁ ସେ ଠିଆ ହଉ। କଣ ତିନିଟା ଲୋକ ଫେଲେ ମାଇଲେ ବାହା ହେବେ ବୋଲିକି ଆସିକିରି ମୁଁ ଗୋବର ଗୋଟେ ଭଳିଆ ଦେଖାଯାଉଛି। ମୁଁ ତୁମକୁ ଦେଖିଲା ପରେ ମୋ ମନ ଭିତରେ ଏକ ପ୍ରକାର ଆଲୋଡ଼ନ ସୃଷ୍ଟି ହେଇଛି। ଧୀରେ ଧୀରେ ବିପଥଗାମୀ ହେଲେଣି ବାବାଜୀ। ତମର ସୃଷ୍ଟି ହେଲା ମୋର ମଧ୍ୟ, କାରଣ କନ୍ଦର୍ପ ବାଣାନଳୀରେ ତ କଥା ନାହିଁ ନାଇଁ କି ଆଜ୍ଞା? ଇଏ ଯେ ଯେତେ ତପସ୍ୱୀ ତାତେ ଜମତେ ସେ ପଣ୍ଡିତ ଏମିତି ଗୋଟେ କନ୍ଦର୍ପ ଶକ୍ତି ବାବାଜୀ ହେଲେ କଣ ତାଙ୍କ ପାଖରେ ନାହିଁ? ଦୀନ କୃଷ୍ଣ କହିଛନ୍ତି କିଟୁ ବ୍ରହ୍ମ ପରିଜନ୍ତେ ଯେତେ କାହିଁ ନାହିଁ କନ୍ଦର୍ପ। ଇଏ ହଉଛି ପ୍ରହ୍ଲାଦ ସାହୁ ସ୍ୱର। ହୋତା ବାବୁ ଟିକେ ପକେଇଦବ। କିଟୁ ବ୍ରହ୍ମ ପରିଜନ୍ତେ ଯେତେ କାହିଁ ନାହିଁ କନ୍ଦର୍ପ। କୀଟ ଠାରୁ ବ୍ରହ୍ମ ପର୍ଯ୍ୟନ୍ତ ସମସ୍ତଙ୍କ ଭିତରେ କନ୍ଦର୍ପ କୌତୁକ ଅଛି। ଯୋଉମାନଙ୍କର ସ୍ଥାନ କାଳ ପାତ୍ର ନଥାଏ ସେ ହେଇଯାନ୍ତି ଅବିବେକ। କିନ୍ତୁ ବାବାଜୀ କଣ କରିବେ? ଏ ତ ବାୟା ହେଇଗଲେ ବାବାଜୀ। କାରଣ ବାବାଜୀ କି ବାଣଟା 5ଟା ଯାକ ମାରେ। ଦିନେକ ଭୋଗୀ ଦିନେକ ରୋଗୀ ଦ୍ୱୟଞ୍ଚ ଭୋଗୀ ଋତୁ ଅର୍ଦ୍ଧକ ନାଗର ବିଦ୍ୟାର୍ଥୀ ଚତୁର ହେବ ମୁନି ପଞ୍ଚ ସାୟକ। ସାର୍ ଏ ଯୋଉ ବାବାଜୀ ମାନଙ୍କୁ 5ଟା ବାଣ ମାରେ। କନ୍ଦର୍ପ ବାଣାନଳରେ ସେ ଜଳନ୍ତି। ତାକୁ ଯିଏ ପ୍ରତିରୋଧ କରିବ ସେଇ ହବ ବାବାଜୀ। ଏଇଠି ଆଉ ବାୟା ହେଇଗଲେ ଗୋଟିଏ ପଦ। ବାପା ମତେ ଟିକେ ସାହାଯ୍ୟ କର। କାଲି ଭିଡି ହେଇକି ବୋଲିକିରି ଭଏସର ରେଞ୍ଜ ଟିକେ ଖସି ଯାଇଛି। ସାରେ ଡର ମାରୁଛି ଦିଟା ୟୁଟ୍ୟୁବ ଚ୍ୟାନେଲରେ ପିଲାମାନେ ପ୍ରସ୍ତୁତି ହେଇଛନ୍ତି ସତେ ଯେମିତି ଯୁଦ୍ଧରେ ପ୍ରସ୍ତୁତି ହୁଅନ୍ତି। ହଁ ତଥାପି ଗୋଟିଏ ପଦ ଗାଉଛି। ଗୋଟିଏ ପଦ କହିଲେ କଣ ପାଇଁ ଆଜି ମାନ କରୁଛ? ଆରେ ଚୌପଦୀ ଲେଖିଲା ବାଲା ତ କବି ସୂର୍ଯ୍ୟ ବଳଦେବ ରଥ, ଆଉ କିଏ? ତାଙ୍କରି ଛାୟା ପଡିଛି ନଟବର ଧଳଙ୍କ ଉପରେ ଏବଂ ବାଙ୍କାଙ୍କ ଉପରେ। ଗୋଟିଏ ପଦ ନଟବର ଧଳଙ୍କର ଗାଇବି, କବି ସୂର୍ଯ୍ୟଙ୍କର ଗାଇକି ଛାଡିଦବା। ତୁ ଅଧୀରେ ତତେ କିଏ ଡାକିଛି? କଲାଜ କି ଏ ପୁଅ ଗୁମାନରେ ଏ ବାବୁ କଲା ଚନ୍ଦ୍ର ନନା ଦେଖି ନାହିଁ ସୋପନରେ।
ଗୋଟି ଗୋଟି ମାରି ବାପା କେମିତି ହଉଛି ମର୍ମ ଆର ପଦ ଇଏ ତିନି ପଦ ମର୍ମ ଯାଉଛି ଫାଟିରେ ଚନ୍ଦ୍ରାନ ନା ମାର ମାର ଗଣ ଧାଟିରେ ମର୍ମ ଯାଉଛି ଫାଟିରେ ଇଏ ଚନ୍ଦ୍ରାନ ନା ମାର ମାର ଗଣ ଧାଟିରେ মোর প্রাণ রমণী গণ প্রাণ তু সিনা মোর প্রাণ রমণী গণ প্রাণ তু সিনা মোর প্রাণ রমণী গণ প্রাণ ছিটি নিচে বটিয়ে পড়া আজ ডাকবাজি যন্ত্র ঠিক নথিব তথাপি সে তাঙ্কর সে তা সামর্থ্য অনুসারে ঠিক বজাইছি কিন্তু আম পাই ইয়া দরকার নাই ইয়া আঠাউ হাই লেভেল ডাকবাজি যন্ত্র দরকার ভয়েস রেঞ্জ কমি গলে ইয়ে সঙ্গীত পাই ঠুনা ইয়ার আউ গোটে ঘর উপরକୁ উঠিব তেণুপরি তুমি মানুষ ধন্যবাদ দৌছি তুমକୁ भी ধন্যবাদ দৌছি ইয়া পাই স্বতন্ত্র গায়ক নথিলে হাত মারি পারিবনি আস সুন্দরী কাই গুড়ে হচ্ছে বা থরুটিয়ে প্ରୀତିଦାନ କର ମୋ ଆଉ ଗୋଟିଏ ଆଧୁନିକ ଢାଞ୍ଚାର ଗୋଟେ ଗୀତ ବୋଲିବା ତୁ ପୁରା ଆଖି ଠାରିଦେଲୁ ଏ ନଟବର ଧଳ କେଡେ ରାଶିକ ତୁ ଅଧୀରେ ନାଇଁ ତୁ ତ ଏକା ବୁଝୁଛୁ ଆଉ ଯେ ସେଇ ବୁଝେଇଛୁ ତୁ ଆଉ ତୁମେ ଦି ଜଣ ଏକା ବୁଝୁଛ କହିଲା সোনা দাস ମାଇ ତୁ କଣ କମ ଅଣ୍ଡିରା ଅଣ୍ଡିରା ତୋର ଜଟ ଏଡ ବଡ ଲମ୍ବିଛି ଆଉ ଫେଚକାମି କଥା କହିଲେ ମୁଁ ଛାଡ଼ିବିନି 3 दिन काल पार्टी खोलदेली हे मोर ज्ञानेन्द्र पुंगव ए सुंदरी बाया ही गलनी बाबाजी देखो आस आउ तपस्या कथा मन नहीं स्नान सारिक संध्या कर्म करने को जीवे बुढ़ा बाजरा मन नहीं आउ हमें गले गले आस ना तो बांको चाहानी मते तमर पेट मारे रोग अछि ना कोन तो एमे तो कोन ये सारी देला रे ये ठीके बसा घरु भारी आसी देखुन तो भया होउची कि नाही नाही मदन भाई बस्ती सबु आसेई किंतु कौन करी सार माने बसचंदी तथापि गोटे पीस देखई दउछि आसेनी पुणी आमुक आमे नाचुआ वाला देखी कहला ये बांको चाहानी मते ये बांको चाहानी मते तू कहीं सेमिति होछु तमे जेतले मोर स्वामी मो जानिया रे सेई गायकटा तो पई फिटी सकाळ 9 टारु मु आ 4टा जाय आकु पाइली नै जाई कि सेई संधि भितर पइछि आ कहला तो बांको चाहानी मते बाबाजी कहउछ हां कहू ये हानि देला रे ये
ହସୁଛନ୍ତି ମୁଁ କଣ ଜାଣୁନି ଭଲ ପାଇଁ କହୁଛନ୍ତି କି ଟାହି କରି ହଉଛନ୍ତି ଯେ ବୁଝିପାରୁନି। ହେଲେ ସ୍ୱାମୀ ମତେ ଭଲ ଲାଗୁଛି। କଲା ଇଏ ନହକା କଟିକି ଇଏ ନହକା କଟିକି ନହକା କଟିକି ଦୋହଲେଇ ଦେଇ ନହକା କଟିକି ଦୋହଲେଇ ଦେଇ ଓରି ଦମନାକି ମତେ ସାରି ଦେ ମତେ ସାରି ଦେ ଆରୁ ଚନ୍ଦ୍ରମା ସ୍ୱାମୀ ନା ସ୍ତ୍ରୀ ସ୍ୱାମୀ ବିଦେରେ ବେଦିରେ ବସି ବାହାଇছে ଭାରି ଅତି ବାହାଦୁର ଦେଖାଉଛୁ। ହଉ ରେ ସେ ଯେ ନୂଆ ବାଡ଼ାନ୍ତି ସବୁ ଛକରେ ଏମିତି ଗୋଟେ ପିନ୍ଧିକି ଆସିକି ନୂଆ ସେଇ ଦୁର୍ଗଟା ଆଣିଛି ତେଣୁ ବା ତମେ ଆଣିଛ ଯାଉନୁ କହିବୁ ସେଇ ଆଗେ ତମେ ଆଣିବ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗମ କଣ ଶୁଣିନି କିଛି ନାହିଁ ଯେ ସେ ହଉନି ପରା ସେ ଯେ ଯାଉନି। ଦେଖିବା ଆଉ କେତେବେଳେ ଆପଣ ନିଜେ ରଚନା କରିବା ବ୍ୟକ୍ତିତ୍ୱ ଭଗବାନ ଆପଣଙ୍କ ଭିତରେ କବିତ୍ୱ ଦେଇଛନ୍ତି। ଆପଣ ଜଣେ ବ୍ୟାଖ୍ୟାକାର ଜଣେ ଜଣେ ବରିଷ୍ଠ ଗାୟକ ମାନେ ଯାହା ବ୍ୟାଖ୍ୟାନ କରନ୍ତି ଆପଣ ତା ସୁନ୍ଦର ଭାବରେ ବ୍ୟାଖ୍ୟା କରନ୍ତି ଏବଂ ଆପଣଙ୍କ ଭିତରେ ଗାଇବା ନିଜେ ନ ଗାଇ ପାରିଲେ ବି ସୁଦ୍ଧା ଆପଣଙ୍କ ଭିତରେ ଗାଇବାର ସେ ସ୍ୱର ଅଛି। ମନ୍ମଥ ମିଶ୍ର କଣ ଗାଇପାରନ୍ତି ହେଲେ ସେ ସଙ୍ଗୀତ ନିର୍ଦ୍ଦେଶକ ନା ସେଇ ଯାଏ ନଗଲେ ଆପଣ ଖାଲି ମାନେ କୃତ୍ରିମ ହସ ହସିଦେବେ ନା ଆଉ ଭିତର କଣ ଆପଣଙ୍କର ବୁଝିବ ସେଠୁ ଭିତର ନ ବୁଝିଲେ ସେଟା ଆମକୁ ଭଲ ଲାଗିବନି ଆଜ୍ଞା। ଯାହାହେଲେ ଆମେ ଗାଇବା ଗାୟକ ସେ ପର୍ଯ୍ୟନ୍ତ ଯାଉନି ସେ ଅଡ ସ୍କେଲ ହେଇଯିବ ଯଦି ଅଡୁଆ ହବ ଚୁପ ହେଇବ ତାହେଲେ ପୁଅ ତଥାପି ଗୋଟିଏ ପଦ ଗାଉଛି ପାଣି ଟୋପେ ଦେ ବାପା। ସେଇ କବି ସୂର୍ଯ୍ୟ ବଳଦେବ ରଥ ସେ ସବୁ ପାଣି ଭାତ ସବୁ ଖାଇ ନେଇଛନ୍ତି ପାଣି ବି ସବୁ ପିଇ ଦେଇଛନ୍ତି। ୟା ଦେହରେ ପାଣି ଢଳା ହେଇଛି ପାଣି 20 ଟଙ୍କା ସେଇଥିରୁ ହେଇଥିଲେ ସେ ଆଉ ଢାଳି ନଥାନ୍ତା ସେଟା ବହୁତ ପଇସା ତାକୁ ସେ ଲୋଭ ଛାଡିବ ଢାଳିବାକୁ। ଏଇଥର ଇଏ ପଦ ପଡିବା ପୂର୍ବରୁ ସେଇଥିରୁ ଅନୁଷ୍ଠାନ ଲୋକଙ୍କୁ କହିଲେ ଗୋଟେ ଦେଲେ ଆଉ ଢାଳନ୍ତାନି। ଆଚ୍ଛା ଏଠି ସେ ପିଲାମାନେ ସବୁ ଶୋଇବେ କୋଉଠି ତାକୁ ଘୋଷାରିକିରି ବାହାର କରିକି ତା ସପ ଘିନା ସବୁ ପିଲା ଶୋଇବେ। ଭାରି ଅଭିନୟ ଦେଖେଇ ପାଣି ଢଳା ଆଉ ତ କିଛି ଜୀବିକା ନାହିଁ ପାଣି ପୁଳେ ଢାଳି ପକେଇଛି ଏଇଠି ଏ ସେଇ ଯୁଗରୁ ଥଣ୍ଡା ଲାଗୁଛି କି ରେ ଏ ପୁଅ କବି ସୂର୍ଯ୍ୟ ବଳଦେବ ରଥ ଏ ସୁନ୍ଦରୀ ଆରେ ସେ ଯାହା ହେଲେ ସୁଧା ବାପା ଟିକେ ଠିଆ ନହେଲେ ରସ ଆସିବନି। ଆପଣ ଜାଣିଥିବେ ଥୁଡେ ରଖ ପାନ ଗୋଟେ ଦେ ପ୍ରହ୍ଲାଦ ସାହୁଙ୍କର ଗୋଟିଏ ସଙ୍ଗୀତ ଥିଲା ତାଙ୍କୁ 70 ବର୍ଷ ହେଇଛି କି କଣ୍ଠ ରବି ଭାଇ ନା କି କଣ୍ଠ କି ସ୍ୱର ସେ ଯେମିତି ଜଳୁଛି ଚାରିଧାରୁଆ ସେ ସାଙ୍ଗ ସଙ୍ଗୀତ ରେଡି ନା ରାଉତଙ୍କର କଣ ସାଙ୍ଗ ସଙ୍ଗୀତ କିଏ ରୋଲ କରନ୍ତି ହେଲେ ସିଏ ଯେତିକି ସୁଆଦିଆ ନୁହଁ ପ୍ରହ୍ଲାଦ ସାହୁଙ୍କ ପାଲା ସେତିକି ସୁଆଦିଆ। ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଦେ ପ୍ରାଣୀ ତୁ ଅତି ସଂସ୍କୃତ କହୁଛୁ ନା କଣ ପାଣି କି କଣ ପ୍ରାଣୀ କହୁଛୁ ତମେ ବାବାଜୀ ତମ ସ୍ତ୍ରୀ ଆସ ସୁନ୍ଦରୀ ଆରେ କାହିଁକି ନା କରୁଛ ମତେ ରିଆକ୍ସନ କରୁଛି ତୁ ନ ମାର ଏ ବାପା କଣ ଦାଦି ମୁଣ୍ଡରେ ପୁରଉନୁ କି ତୁ ନ ମାର
ମତେ କହୁନ ତାଙ୍କୁ କାଇଁ କହୁଛ? ଚମ୍ପକ ବରନାକୁ ଆଉ ଆକୁ ଓଜନ କର। କାହାର ଟାଣି ଦେଖିବା ତୁନ ମାର 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 ରେ ମାର ରେ মহিমণ্ডনা 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 মার রে মণ্ডনা মহিমণ্ডনা মহিমণ্ডনা রতি প্রতিমা মোরে রতি প্রতিমা মোরে রতি প্রতিমা মোরে প্রতিমা মোরে আচর ক্ষমা রে রতি প্রতিমা মোরে আচর ক্ষমা আরে রতি প্রতিমা মোরে আচর আরে রতি প্রতিমা মোরে আচর ক্ষমা ଆହୁରି ହାଇ ରେଞ୍ଜକୁ ଉଠି ଯାଆନ୍ତା। କେବଳ କ୍ଷମା କରିବେ ଡାକ ବାଜିବ ଅନ୍ତରର ଦୁର୍ବଳତା ପାଇଁ ମୋ ଭଏସ ରେଞ୍ଜ କମିଯିବାରୁ ମୁଁ 6-7 2 ରାତି ପାଲା ବନ୍ଦ କରିବି। ମାନେ ବହିନା ମୁଁ ରଖିଲିନି। ମୁଁ ବିକଳାକୁଳ ନୁହଁ ନା 8 ଠାରୁ ପୁଣି ମିର୍ଜାପୁର ନୃସିଂହ ତାର ମୋର କେତକି ପାଟଣା ଯିବ କି ମିର୍ଜାପୁର ଯିବ ଦେଖିବା। ପାଲା ବନ୍ଦ କରିଦେଇଛୁ ହେ ମୋର ଜ୍ଞାନେନ୍ଦ୍ର ପୁଙ୍ଗାବ। ତେଣୁ ହଜୁରେ ଆଉ ବିଳମ୍ବ କର ନା ନହେଲେ ସୁନ୍ଦର ସୁନ୍ଦର ରାଖଲ ମହାନ୍ତି ଯୋଉ ଗୋଟେ ଗାଇଛନ୍ତି ସେ ସ୍ୱତନ୍ତ୍ର ସ୍ୱର ତା ପାଇଁ କରାହେଇଛି କବି ସୂର୍ଯ୍ୟ ବଳଦେବ ରଥଙ୍କ। ଆଉ ବର୍ଷେ 2 ବର୍ଷ ପରେ ମୁଁ ଯାହା ସବୁ ବୋଲିବି ଚୌପଦୀ ସବୁ କବି ସୂର୍ଯ୍ୟଙ୍କର ବିଶେଷ ଭାବରେ ଗୁରୁତ୍ୱ ଦବା। ସୁନ୍ଦର ସୁନ୍ଦର ଶ୍ୟାମାମଣି ଦେବୀ ବାଙ୍କିର ସେ କଣ କହିଲେ ମଉସା ଜାଣନ୍ତି? ସଙ୍ଗୀତ କ୍ଷେତ୍ରରେ ସେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। କହିଲେ ମୁଁ ପାଲା ଗାୟକଙ୍କ ପାଇଁ ଆଜି ପ୍ରତିଷ୍ଠିତ ହେଇଛି ସଙ୍ଗୀତ କ୍ଷେତ୍ରରେ। ଆଖି ଛଳ ଛଳ ହେଇଗଲା। ନିରୋଧ ସାର୍ ସେ ଜଣେ ଅଧ୍ୟାପକ, ଆପଣମାନେ ତାଙ୍କୁ ଜାଣିଥିବେ। ମତେ ପଚାରିଲେ କହିଲେ ଦାସ ପୁଅ ଦେଖୁଛ ତ ଏ ଲିଙ୍କ ପଠେଇବି? ମୁଁ କହିଲି ମୁଁ ସାର୍ ଦେଖି ସାରିଲିଣି। ହଉ ମଉସା ଅଳ୍ପ ସମୟ ରହିଲା, ବ୍ୟସ୍ତ ହୁଅନ୍ତୁନି। ଏବେ ଯୋଉ ଶ୍ରୋତା ମାନେ ଅଛନ୍ତି ଯଦି କିଏ ଯିବାକୁ ଚାହିଁବେ ଯିବା ପୂର୍ବରୁ ମତେ କହିବେ ମୁଁ ଶୋଇବି, ମୋ ବେକରେ ଗୋଡ ଦବ ଯିବ। କାହିଁ ଏତେବେଳେ ଯେ ଆପଣ ରହିଲେ ଆପଣଙ୍କଠୁ ମୁଁ ଭାବ ନେଲି। ହେ ମୋର ପଣ୍ଡିତ ମଣ୍ଡଳୀ, ଡାକ୍ତର କଣ ଚାହିଁଛୁ? ଦେଖିନୁ ଡାକ୍ତର ଶୁଣୁ ଡାକ୍ତର କାହିଁ ଚାହିଁଛୁ ନା ଯିବା କାହିଁ ଚାହିଁଛୁ ମୁଁ ବୁଝିପାରୁନ। କଣ ପାଇଁ ଡାକ୍ତରକୁ ଚାହିଁଲୁ? ଆମେ ବାହା ହେଇସାରା ଡାକ୍ତର ବସିକି ଯିବା। ତେଣୁ ପୁଅ ସନ୍ଧ୍ୟା ସମୟ ସନ୍ଧ୍ୟା ସମୟରେ ସବୁ ଜ୍ଞାନକୁ ଭୁଲି କନ୍ଦର୍ପ ବାଣା ମେଳରେ ଏମିତି ବିହଳିତ ହେଲେ ବାବାଜୀ, ଆଉ ବିଳମ୍ବ କଲେନି, ତା ସହିତ ପ୍ରୀତି କଲେ। ତଥାପି ଏଇଠି ପଦେ ଦିପଦ ସାହିତ୍ୟ ଆଣିଲା। ସାରେ ଯେତେବେଳେ ତପ ପଥରୁ ବିଚ୍ୟୁତ ହେଇ
ବାବାଜୀ ନିୟନ୍ତ୍ରଣ ବିହୀନ ହୋଇ ସେ ନିକୋଷ ପଛରେ ଧାବମାନ ମାନେ ପଶ୍ଚାତ ଧାବନ କରନ୍ତି। ଇଏ ଏଡେ ଚାଲାଖି ଝିଅ, ଏ ତ ଦ୍ରାବିଡ କନ୍ୟା, ଇଏ ବାବାଜୀଙ୍କୁ ଆହୁରି ଆକର୍ଷିତ କରିବା ପାଇଁ ଟିକେ ଦୂରେଇ ଗଲା। ଏଇଠି ରାଧାନାଥ ସାହିତ୍ୟ ଗୋଟେ ପଦ ଦିପଦ ନ ଆଣିଲେ ମନ ବୁଝିବନି। ବାବାଜୀ ଦୌଡୁଛନ୍ତି ଯେମିତି ସୂର୍ଯ୍ୟ ଦୌଡିଥିଲେ ଚନ୍ଦ୍ରଭାଗା କି ସାଗରିକା ପଛେ ପଛେ। ବାପା ତତେ ଟିକେ ଗୋଡା ନା ପିଙ୍ଗୁଆ? ଆଉ ଗୋଟିଏ ପଦ କହିଲେ ସୁନ୍ଦରୀ ଦେଖ ବାବାଜୀ କେମିତି ବାଇଆ ହେଇଛି। ବାବାଜୀ ବାଇଆ କହିଲା କାହିଁ ପଳାଉଛୁ ସୁନ୍ଦରୀ ହୋଇ କାତର ସେ ହୋଇ ଚାତର କିଙ୍କର ଜନକୁ କହିଲା ସୁନ୍ଦରୀ ମୁଁ ତ ପଡୁ ସାଡେ, ମୁଁ ତୋର ଚରଣର କିଙ୍କର। ଏମିତି କଣ କଥାବାର୍ତ୍ତା କରୁଛ? ଆରେ ଚରଣର କିଙ୍କର କଣ ହଇବ ବାବାଜୀ? ତୁମେ କଣ ତା ରୂପରେ ଏମିତି ବାଇଆ ହେଇ ତା କହୁଛ ଚରଣର କିଙ୍କର? ମୋ ଦେହ ସେମିତି ଆଉ। ମୁଁ ତୁମର ଦାସ। ହଉ ମତେ ଅନେକ କହ, ମୋ କଥା ମାନିବନି? କହ କୋଉ କଥା ମାନିବି? ଆରେ ଯୋଉ ପୁରୁଷ ଯୋଉ ସ୍ତ୍ରୀ କି ଯୋଉ ପୁଅ ଯୋଉ ଝିଅକୁ ଭଲ ପାଏ ତା ପ୍ରତି ତା ଅନ୍ତରରେ ଗୋଟେ ଦୁର୍ବଳତା ଆସିଯାଏ। ଇଏ ବାବାଜୀ ତାକୁ ଏତେ ଭଲ ପାଇଲେଣି ତପସ୍ୟାକୁ ଛାଡି ସେ ଯେମିତି ଟିକେ ଦୌଡି ଗଲା। ବାବାଜୀ କଣ କହୁଛନ୍ତି ଜାଣିଛ? କହିଲା ମୁହଁ ମାଡି କାଳେ କଚାଡି, ମୁହଁ ମାଡି କାଳେ କଚାଡି ଚାରୁ ଚରଣ ରହିଯାଅ। ଇଏ ଜଙ୍ଗଲ ପଥରେ କୁଶ କଣ୍ଟା ଫୁଟିକି ରକ୍ତ ବହିବ, ସେ ସୁନ୍ଦର ଚରଣ ଯୋଉ ବ୍ୟଥା ହବ ମୁଁ ସହି ପାରିବିନି। ହେଲେ ତମେ ମାଇପିସକୁ ମଣ୍ଡି ପୁଅ ଆଉ ସମୟ ନାହିଁ, ସନ୍ଧ୍ୟା ସମୟ, ଯୋଉ ସନ୍ଧ୍ୟା ସମୟରେ ରତି କ୍ରୀଡ଼ା ନିଷେଧ, ସେଦିନ ପ୍ରୀତି କରିଛନ୍ତି। ଆପଣ ମାନେ ବିଚାର କରନ୍ତୁ, ପ୍ରୀତିର ସମୟ ଏପଟ ସେପଟ ହେଇଗଲା ଅଡୁଆ ହେଇଯିବ। ରାଜା ମାନଙ୍କ ଉଆସରୁ ରାଣୀ ହଂସପୁର 3-4 କିଲୋମିଟର ଡିଷ୍ଟାନ୍ସ ହେଇଥାଏ। କଣ ପାଇଁ ନା ରାଜାଙ୍କୁ ସମୟ ଦେଖିକିରି ରାଜପୁରୋହିତ କି ପଣ୍ଡିତ ଗ୍ରହ ବିପ୍ର ଜ୍ୟୋତିର୍ବିଦ ଧୁରିଣ ଜ୍ୟୋତିର୍ବିଦ ପଣ୍ଡିତ ମାନ ଏଇ ସମୟରେ ତୁମେ ରାଣୀଙ୍କ ସହିତ ମିଶିଲେ ଯୋଉ ପୁଅ ଜନ୍ମ ହବ ସେ ରାଜନୀତି କରିବ। ରାଜା ଯିବେ, ରାଜା ଯିବେ। ରାଜା ତ ଗଲାବେଳେ ସାଇକେଲ ଯାଉଥିବେ। ତେଣୁ ଗୋଳମା କରନା, ତେଣୁ ରାଜା ସେଇ ସମୟରେ ରାଣୀ ହଂସପୁରକୁ ଯାଆନ୍ତି। ମୁଁ ଗୋଟିଏ କଥା କହୁଛି ଦେଖନ୍ତୁ, ସେଦିନ ବି କହିଥିଲି ସମୟ ହାତ ଛଡା ନ କରିକି ଯୋଗ୍ୟ ପୁଅ ଜନ୍ମ କରିବା ପାଇଁ ଗୋଟେ ଅନୁଢା ଅପୌଢା କନ୍ୟା ସହିତ ଅଙ୍ଗ ନଦୀରେ ଯୌବନ ଢେଉ ଖେଳେଇ ପରାଶର ପ୍ରୀତି କରିଥିଲେ। ଆମର ସମୟ ଜ୍ଞାନ ନଥିବାରୁ ଅଯୋଗ୍ୟ ପିଲା ଜନ୍ମ ହଉଛନ୍ତି। ସବୁର କିଛି ସମୟ ଜ୍ଞାନ ଅଛି। ହେ ମୋର ବିଦ୍ୱାନ ମଣ୍ଡଳୀ, ତେଣୁ ଯେତେବେଳେ ସନ୍ଧ୍ୟା ସମୟରେ ମା ପ୍ରୀତି ହେଇଛି ଜନ୍ମ ନେଲା ରାବଣ। ମୁଁ ଆଉ ସାଡକୁ ଯାଉନି, ବିଭୀଷଣ କଥା କହୁନି। ବିଭୀଷଣ କଥା କହିଲେ ସେ ଗୋଟେ ସ୍ୱତନ୍ତ୍ର କଥା। ବିଭୀଷଣ କେବେ ହେଲେ ୟାଙ୍କ ଔରସରୁ ଜନ୍ମ ନୁହଁ, ବିଶ୍ରବାଙ୍କ ଔରସରୁ। ତାହେଲେ ବିଭୀଷଣ କାହା ଔରସରୁ ଜନ୍ମ? କେମିତି ଜନ୍ମ? ରାବଣ ବ୍ରହ୍ମ ଚୋରି କରିକି ନେଇଥିଲା, ସେଇଠୁ ଝରକା ଉପରେ ରଖିଥିଲା। ନିକଷ ତାକୁ ପିଇଦେଲା। ସତେ? ଆଚ୍ଛା, ବ୍ରହ୍ମ ପିଇଲେ କୋଉଠିକି ଯିବ? ଯିବ ପାକସ୍ଥଳୀ କି। ହଜମ ହବ, ଝାଡା ହବ, ପିଲା କେମିତି ହବ? ଏ ତ କୋଉ ପଞ୍ଚାୟତରେ ନଥିବ। ଆପଣ ମାନେ ସମସ୍ତେ ଜାଣିଛନ୍ତି, ପାଲା କଳାକାର ମାନେ ଆପଣଙ୍କୁ କହିଛନ୍ତି 3 ରାଣୀ କୌଶଲ୍ୟା, କୈକେୟୀ, ସୁମିତ୍ରା ଚରୁ ଖାଇବାରୁ ପିଲା ହେଲା। ଚରୁ ଖାଇଛନ୍ତି, ଚରୁ ଯୋଗେ ପିଲା ହେଇନି। ତାହେଲେ କେମିତି ହେଲା? ଚରୁ ହଉଛି ମେଡିସିନ, ଚରୁ ପିଲା କରିନି। ଗୋଟେ ନାରୀର ଗାଇନିକ ଡିଫେକ୍ଟ ଥିବ କି ଗୋଟେ ପୁରୁଷର ଶୁକ୍ରାଣୁ ଜନିତ ଦୁର୍ବଳତା ଥିବ, ଶୁକ୍ରାଣୁ ଦୁର୍ବଳ ଥିବ, ସେ ନାରୀ ଔଷଧ ଖାଇଦେବ, ପୁରୁଷ ସହିତ ମିଶିବ ନାହିଁ, ପିଲା ହବ ନା? ସେମିତି ହବନି। ଚରୁ ଅନ୍ନ ଖାଇଲେ ତ ପାକସ୍ଥଳୀ କି ଗଲା, ଡାଇଜେସନ ହେଲା, ଝାଡା ହେଲା, ପିଲା କେମିତି ହେଲା? କେମିତି ହେଲା? ତାହେଲେ
ଦଶରଥଙ୍କର ଯୋଉ ଚାରି ପୁଅ ହେଲେ ଭୀମ ଯୋଉ ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଚରୁ ଖାଇଛନ୍ତି ରାଣୀ ମାନେ ଯଜ୍ଞ ହେଇଛି ପୁତ୍ରେଷ୍ଟି ଯଜ୍ଞ ତାକୁ ସନାତନ ଦାସ ଅସ୍ୱୀକାର କରିବନି କିନ୍ତୁ ସେମିତି ସନ୍ତାନ ସୃଷ୍ଟି ହେଇନି ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି ମୁଁ ଖାଲି ସୂଚେଇ ଦଉଛି ଆଜି ବେଳ ନାହିଁ ନୃସିଂହତା ପାଲରେ କିଛି ନାହିଁ ସବୁ ହେଲା କିଏ ଠିଆ ହେଇ ମୁତିଲା କିଏ ଠିଆ ହେଇ ହଗିଲା ଏଇ ହଗ ମୁତୁକୁ ଭାରି ତୁ ଚାହୁଁ ଆଉ ଭଲ କଥା ଉପରେ ତୋର ଲକ୍ଷ୍ୟ ନାହିଁ କହିଲା ଇଏ ଜଗନ୍ନାଥ ଦାସ ଭାଗବତ ନବମ ସ୍କନ୍ଧ ରାମଙ୍କର ଜନ୍ମ କେମିତି ଦେଖନ୍ତୁ କହିଲା ଇଏ ଦେବ ମାନବ ହିତ କାରେ ଦେବତା ମାନବଙ୍କ ହିତ ପାଇଁ ଟିକେ ସାର୍ ମାନେ ବିଚାର କରନ୍ତୁ ଦଶରଥଙ୍କ ବୀର୍ଯ୍ୟରୁ ରାମ ଜନ୍ମ ଚରୁ ଅନୁରୁ ନୁହଁ ଚରୁ ଅନୁରୁ ନୁହଁ ଯଦି ଦଶରଥଙ୍କ ବୀର୍ଯ୍ୟରୁ ଜନ୍ମ ତାହେଲେ ଗର୍ଗବଟୁ ରାମାୟଣ ଲେଖିଛି ଇଏ ବ୍ରାହ୍ମଣ ରୂପରେ ବିଶ୍ରବାନନ୍ଦନ ଦଶରଥ ବ୍ରହ୍ମକୁ ଇଏ ହରି ନେଲା ବ୍ରହ୍ମ ଶୂନ୍ୟ ହୋଇ ଦଶରଥ ଔରସରୁ ପୁତ୍ର କିପରି ଜନ୍ମି ସେଇ ଗାୟକ ପ୍ରଶ୍ନ ତିଆରି କରିବ ସେଇ ଉତ୍ତର ଦବ ଆମ ରାମାୟଣ କହିଛି କୁଆଡେ ଗର୍ଗବଟୁ ରାମାୟଣରେ ବିଶ୍ରବାନନ୍ଦନ ରାବଣ ଦଶରଥଙ୍କଠୁ ବ୍ରହ୍ମ ନେଇଗଲା ଆରେ ବ୍ରହ୍ମ ସବୁ କିଏ କାହାର ନେଲା ମୁଁ ଏଠି ଠିଆ ହେବି ଗୋଟେ ଡକ୍ଟର କି ଲାବୋରେଟୋରୀ ଯୋଉମାନେ ପରୀକ୍ଷା କରୁଛନ୍ତି ସେମାନେ ମୋ ବ୍ରହ୍ମ ନେଇଯିବେ ଏବେ ବି ସିମେନ ପରୀକ୍ଷା ହଉଛି ସିମେନ ପରୀକ୍ଷା କରିବା ପୂର୍ବରୁ ଆମକୁ ନିଜେ ଶରୀର ଭିତରୁ ବହିର୍ଜଗତକୁ ସିମେନ ଆଣିବା ପାଇଁ ପଡିବ ନା ଭୁଲ କହୁଛି ତାହେଲେ ଦଶରଥଙ୍କଠୁ ବ୍ରହ୍ମ କେମିତି ନେଲା ରାବଣ ବ୍ରହ୍ମ ନଳୀରେ ନେଲା ବ୍ରହ୍ମ କଣ ଗୋଟାଏ ଜାଗାରେ ଏମିତି ଥୁଆ ହେଇଛି ନା କଣ ବ୍ରହ୍ମ ସାରା ଶରୀର ଭିତରେ ରହିଛି ପଣ୍ଡିତେ ବିନ୍ଦୁ ବିନ୍ଦୁ ହେଇ ଇଏ ସାରା ଶରୀରଟା ମନ୍ଥି ହେଲେ ଯେମିତି ଦହି ଭିତରେ ଲହୁଣୀ ଅଛି ସେମିତି ଏ ବ୍ରହ୍ମ ଲଲାଟ ଚକ୍ରରୁ ଧୀରେ ଧୀରେ ଖସି ଖସି ଗିହ ଚକ୍ର ଦେଇ ବୁଲିକି ଲିଙ୍ଗ ଚକ୍ର ବାଟେ ସ୍କଳିତ ହବ ଗୋଟିଏ ଥର ବ୍ରହ୍ମ ଇଏ ପୁରୁଷ ଶରୀରରୁ ସ୍କଳିତ ହେଲେ ମାସେ ପର୍ଯ୍ୟନ୍ତ ସେ ପରିଶ୍ରମ ଆଉ ସେ ଅସମ୍ପୂର୍ଣ୍ଣତା ପୂର୍ଣ୍ଣ ହବନି ଶରୀରରୁ ମନେ ଗୋଟେ ଥର ବ୍ରହ୍ମଚର୍ଯ୍ୟ ସ୍କଳିତ ହେଲେ ଗୋଟିଏ ମାସ ପର୍ଯ୍ୟନ୍ତ ତାକୁ ପୂର୍ଣ୍ଣ ହବା ପାଇଁ ସମୟ ଲାଗେ ସେଇଥିପାଇଁ ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି ଇଏ ନାରୀ ସଙ୍ଗମ ଋତୁ ମତେ କେବଳ ତେଣୁ ସାରମାନ ଇଏ ଶରୀରରୁ ଗୋଟିଏ ଥର ବ୍ରହ୍ମଚର୍ଯ୍ୟ ସ୍କଳିତ ହେଇଗଲେ ଯେତିକି ପରିମାଣରେ ବ୍ରହ୍ମ ଚାଲିଯାଏ ଇଏ ଶରୀରକୁ ପୂରଣ କରିବା ପାଇଁ ମାସେ ଦରକାର ଆଉ ଯଦି ବାରମ୍ବାର ବ୍ରହ୍ମଚର୍ଯ୍ୟ ସ୍କଳିତ ହେଇଗଲା ତାହେଲେ 45-46 ବର୍ଷରେ ଏମିତି ଏମିତି ହବ ପ୍ରାଣ ଛାଡିଯିବ ଗଲା ଆଉ ସେତେବେଳେ ବୁଢାଳିଆ ମାନେ ଟାଣ କାହିଁକି ନା ସେମାନେ ଇନ୍ଦ୍ରିୟ ସଂଯମୀ ଆମେ ମାନେ ସମସ୍ତେ ନିଷ୍କ୍ରିୟ ଆମେ ମାନେ ସମସ୍ତେ ଦୁର୍ବଳ ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ସେ କଥା ଛାଡନ୍ତୁ ମଉସା ଯେମିତି ରାମଙ୍କର ଜନ୍ମ ସେମିତି ବିଭୀଷଣଙ୍କର ଜନ୍ମ ବିଭୀଷଣ ଦଶରଥଙ୍କ ଔରସରୁ ଜନ୍ମ ଦଶରଥଙ୍କର ନିକସାର ପ୍ରୀତି ହେଇଛି ପିଲା ହେଇଛି ଖାଇକିରି କଣ ପିଲା ହବ ଖାଇକିରି ସବୁ ପିଲା ହୁଏ ନା ଦଶରଥ ତିନି ରାଣୀଙ୍କ ସାଙ୍ଗରେ ପ୍ରୀତି କରିଛନ୍ତି କୌଶଲ୍ୟା କୈକେୟୀ ସୁମିତ୍ରା ତାର ନିଚ୍ଛକ ପ୍ରମାଣ ସଂସ୍କୃତ ରାମାୟଣରେ ଅଛି ସଂସ୍କୃତ ରାମାୟଣକୁ କାହାର ସାଧ୍ୟ ନାହିଁ କାଟିଦବ ନା ସଂସ୍କୃତ ରାମାୟଣ ଆଗ ଆଦି କବି ବାଲ୍ମୀକି ଲେଖିଲା ପରେ ଏମାନେ କିଏ ସବୁ ଲେଖିଛନ୍ତି
ନା ଭୁଲ କହୁଛି? ତେଣୁ ହଜୁରେ ସେ ଏକ ଔଷଧୀୟ ପାୟସ କାମଧେନୁ ଗାଭୀ କ୍ଷୀରରେ ଦିଟା ଗାଈଙ୍କ ଯୋଗେ ସୂର୍ଯ୍ୟ ବଂଶରେ ଦିଟା ଯୋଗ୍ୟ ପୁଅ ଜନ୍ମ ନେଲେ। ଜଣେ ହେଲେ କାମଧେନୁ ଗାଭୀ ସୁରଭି, ଜଣେ ହେଲେ ନନ୍ଦିନୀ। ନନ୍ଦିନୀଙ୍କ ଅପାର କରୁଣା ବଳରେ ନନ୍ଦିନୀ ହେଲେ ଝିଅ, ସୁରଭି ହେଲେ ମା। ନନ୍ଦିନୀଙ୍କ ଅପାର କରୁଣା ବଳରେ ଗାଈ ଗାଈ ଗୋମାତା କାମଧେନୁ ଜନ୍ମ ନେଲେ ଦିଲ୍ଲୀପଙ୍କ ଔରସରୁ ମହାମହିମ ରାଜା ରଘୁ। ସେ ତାଙ୍କ କୀର୍ତ୍ତିଟାକୁ ବଂଶ ଭିତରେ ସୀମିତ ରଖିଦେଲେ। ବଂଶ ପରିବର୍ତ୍ତନ ହେଇଗଲା ରଘୁ ବଂଶ। ସେ ରାମଙ୍କର ଜନ୍ମ ହେଲା ପରବର୍ତ୍ତୀ ସମୟରେ କାମଧେନୁ ଗାଭୀ ସୁରଭିର କ୍ଷୀରରେ ପାୟସ ତିଆରି ହେଲା। ଗାଇନିଂ ସ୍ପେଶାଲିଷ୍ଟ ଧନନ୍ତରୀ ଔଷଧ ପକେଇଲେ। ପ୍ରୌଢ଼ାବସ୍ଥା ଅତିକ୍ରାନ୍ତ କରିଯିବା ପରେ ତିନି ରାଣୀ ବୃଦ୍ଧା ହେଇଗଲା ପରେ ସେ ଔଷଧକୁ ସେବନ କଲେ, ଜନ୍ମ ନେଲେ। ତିନି ରାଣୀଙ୍କ ଗର୍ଭରୁ 4 ରାମ ଲକ୍ଷ୍ମଣ ଶତ୍ରୁଘ୍ନ ଭରତ। ଆମେ ମାନେ ଓଡିଆ ରାମାୟଣ କଣ କହିଲେ ନା ସୁମିତ୍ରାଙ୍କୁ ଦେଲେ ନାଇଁ, କୈକେୟୀ ଟିକେ ଦେଇଦେଲେ, କୌଶଲ୍ୟା ଟିକେ ଦେଇଦେଲେ। ଭୁଲ। କୌଶଲ୍ୟାଙ୍କ ପରେ ସୁମିତ୍ରାକୁ ଦିଆଯାଇଛି। ତାର ପ୍ରମାଣ ଦଉଛି ସଂସ୍କୃତ ରାମାୟଣ। ଯେତେବେଳେ ଯଜ୍ଞ ସରିଛି ସେଇ ସମୟରେ ଅଗ୍ନି ଦେବତା କହିଲେ ଇଦନ୍ତୁ ନୃପ ଶାର୍ଦୁଳ ପାୟସ ଦେବ ନିର୍ମିତ। ଇଏ ଦେବତାଙ୍କ ଦ୍ଵାରା ନିର୍ମିତ ପାୟସ। ମୁଁ କହିଲି ଭିତର କଥା ଟିକେ ଟିକେ କହିଦେଇ ଯାଉଛି। ତୁମେ ପାଲା କରୁଛ ନିଜ ଘର କଥା ଗାଁ କଥାରେ ଦୁନିଆ ସମୟ ନଉଛୁ। ସେ সোনা দাস মাছ মার পরিবা কিনেই নেই ভৌরি জাল পকাই মাছ মারে খাই এগুড়া কি কথা আমি সেগুড়াক করো না ପରିବା କାହିଁ ଆମେ କିଣିବୁ ଆମର 400 ଘର ଯଜମାନ କିଏ ବାଇଗଣ ଦେଲେ କିଏ ଆଳୁ ଦେଲାନି ସେମାନେ ସମସ୍ତେ ଆଣିକି ଗଦା କରିକି ଦେଇ ଦଉଛନ୍ତି। ଆଉ ତୁ ତ ଗୋଟେ ବ୍ରାହ୍ମଣ ଯେ ମୁଁ ସେଦିନ ଦେଖିଲି ନିଜ ହାତରେ କୁକୁଡ଼ା ମାରି ତାକୁ ଚାଲିକିରି ଖାଇଲି। ଆଜ୍ଞା ବ୍ରାହ୍ମଣ କୁକୁଡ଼ା ଖାଆନ୍ତି ନା ସୁରାପାନ କରନ୍ତି ନା ମଦ ଟିକେ ପିଇଲେ ଚଳିବ। এইঠু লোকଙ୍କୁ ନେଇକିରି ଯିବା ସନାଦାସ ଗାଁକୁ, এইଠୁ ଲୋକ ଯିବେ ନୃସିଂହ ହୋତା ଗାଁକୁ। କୋଉ ଗାଁର ଲୋକ କାହା ପ୍ରତି କେତେ ପ୍ରିୟ ସେଇଠୁ ଜଣା ପଡିଯିବ। କାଲି ସକାଳୁ ଯିବା। ମୋ ଜୀବନ କାଳ ଭିତରେ ଯେତେ ସବୁ ଗାମୁଛା ନେଇଛି ପାଲାରୁ ରଖିନି। ମୋ ଗାଁରେ ମୋର ଏମିତି ହିସାବ ମଉସା ସବୁ ଯାକ 90 ବର୍ଷ 85 ବର୍ଷ 70 ବର୍ଷର ବୁଢା ସବୁ ମୋର ଭାଇ। ଢେଙ୍କେଡି ବୁଢୀ ଗୁଡାକ ସବୁ ମୋର ନୂଆ ବୋହୁ ଭାଉଜ ହିସାବ। ମୋ ଠାରୁ ବୟସରେ ବଡ ସବୁ ବୋହୁ ହିସାବ। ମୋଠୁ ବୟସରେ ବଡ ନାତି ହିସାବ। ସେ ସବୁ ବୁଢା ମାନଙ୍କୁ ମୁଁ ମାଟି ଦେଇଛି। ଖାଲି କହୁନେଇ କହୁଛି ମୋ ବାହାଘର ବେଳେ ବରଯାତ୍ରୀ ଗଲେ ସବୁ 90 ବର୍ଷ ବୁଢା, ତା ଦେହରୁ 3ଟା ବୁଢା ଗାଡିରୁ ଓହ୍ଲଉ ଓହ୍ଲଉ ଦୁଲୁ ଦୁଲୁ ହେଇ ପଇଲେ। ତମେ କାହିଁକି ନା ସେମାନେ ମୋର ଭାଇ, ମୁଁ ସେମାନଙ୍କୁ ନେବି। ଆଉ ତୁମେ କଣ ମତେ କହୁଛ ତୁମ ବ୍ୟାକଗ୍ରାଉଣ୍ଡ କଣ ମୋ ବ୍ୟାକଗ୍ରାଉଣ୍ଡ କଣ ସେଇଟା ମୁଁ ତୁମକୁ କହୁନି। ସେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଛାଡ଼ନ୍ତୁ ସେଥିରୁ କଣ ମିଳୁଛି। ଦଶରଥଙ୍କର ସେ ଯୋଉ ଅଗ୍ନି ଦେବତା ଦେଲେ କଣ ପାୟସ, କିଏ ନେଲେ ପାୟସ ପ୍ରଥମେ ଅଗ୍ନି ଦେବତାଙ୍କଠୁ? କିଏ ଆଣିଲେ ଯଜ୍ଞ କୁଣ୍ଡରୁ? ମୁଁ କଣ ଗାୟକ ମତେ କହୁଛ? କେତେ ଟଙ୍କା ଦଉଛ ଧର କହୁଛ? ତୁ ତ ଏତେ ଟାଣରେ କଥାବାର୍ତ୍ତା କରୁନଥିଲୁ, କୁସଙ୍ଗୀ ସାଙ୍ଗରେ ସଙ୍ଗ ହେଲୁ କିରେ? ଶୁଣୁ ଆଣିଲେ ଋଷ୍ୟ ଶୃଙ୍ଗ। ଋଷ୍ୟ ଶୃଙ୍ଗ ଦେଲେ କାହାକୁ? କୁଳଗୁରୁ ବଶିଷ୍ଠଙ୍କୁ। ବଶିଷ୍ଠ ଦେଲେ କାହାକୁ? ଦଶରଥଙ୍କୁ। ଆଚ୍ଛା ରାଣୀ 3 ଜଣ ହେଇଛନ୍ତି କଣ? କର୍ତ୍ରୀ। ସେ 3 ଜଣଙ୍କୁ ଏ ବାଣ୍ଟିବେ। କେମିତି ବାଣ୍ଟିବେ? 3 ରାଣୀ କି ବାଣ୍ଟିବେ ମଉସା ସଂସ୍କୃତ ରାମାୟଣ। କାରଣ ମୁଁ ଜାଣିଛି ଆପଣ ଓଡିଆ ରାମାୟଣ ଯୋଉ ମା ମାନେ ବାବୁ ମାନେ ଜ୍ଞାନୀ ମାନେ ପଢିଛନ୍ତି ଏ ସଂସ୍କୃତ ରାମାୟଣ କଥା କହିଲା ବେଳକୁ ନାକ ଟେକି ଦିଅନ୍ତି। କହିଲା କୌଶଲ୍ୟା ଏଇ ନରପତି ସାଧ ଦଦୌତଦା ଚାଫି
ବାପା ତାର ଖୁସି ଆମର କୌଶଲ୍ୟାଙ୍କୁ ଅଧା ଦି ଭାଗ କରିଦେଲେ ମଉସା ଟିକେ ଶୁଣ ଏତେବେଳକୁ ନୃସିଂହ ଅଧାର ପାଲା ସରିଲାଣି ଟାଇମ କେତେ ହେଲା କିନ୍ତୁ ମୁଁ ଗୋଟାଏ ଯାଏ ନେବି ଗୋଟାଏରେ ମୁଁ ବ୍ୟତିକ୍ରମ କରିବିନି ନା ହଉ ଆଜି ଅଧ କିଲୋ ମାଂସ ଖାଇଦେଲୁ ବାପା ମୁଁ ଜାଣିଥିଲେ ମାଛ ମାଂସ କରିବ ନାହିଁ ଏ ଗାଁରେ ମାଛ ମାଂସ ପୁରେଇବନି ପାଲା 5 ଦିନ ଭିତରେ ସେଟା ଭଲ ନୁହଁ ମା ଯଦି ପାଳିଆ ମାନଙ୍କୁ ଦବ ତୁ ଗୋଟିଏ ପାଳିଆ ତୋର ବାୟୋଡାଟା ଠିକ ନାହିଁ ମାନେ ସାର୍ ରମେଶ ସାର୍ ଶୁଣନ୍ତୁ ୟାକୁ 65 ବର୍ଷ ହେଲାଣି ୟାଙ୍କ ଜିଲ୍ଲାର ଡିସିଓ କୁ ମୁଁ କହିଲି ମୁଁ କହିଲି ସାର୍ କାହିଁ ଭତ୍ତା ହଉନାହିଁ ନା ୟାର ଜୀବନ ଯାକ ଭିତରେ ହବ ନାହିଁ କଣ ପାଇଁ ଜାଣନ୍ତି ୟା ନାଁ ହଉଛି ଶିବାନନ୍ଦ ଦାସ ଇଏ ଗୋପାଳ ୟା ଭୋଟ ଆଇ କାର୍ଡରେ ଅଛି ତାଲେବେଶ ୟା ଆଧାର କାର୍ଡର ଦନ୍ତେଶ ୟା ପାସବୁକ୍ ଯୋଉ ବ୍ୟାଙ୍କ ଆକାଉଣ୍ଟ ବୁକରେ ପାସବୁକରେ ମୁଁ ଦିନେଶ ମୁଁ କହିଲି ବାପା ଏମିତି କାହିଁ କଲୁ ଇଏ ତ ଖଣ୍ଡ କାମ ଇଏ ଆଉ ଖଣ୍ଡିବ ନାହିଁ ନା ଆପଣ ଜାଣିନାହାନ୍ତି ମୋର ଭତ୍ତା ମିଳିଲେ ମିଳୁ ନ ମିଳିଲେ ନ ମିଳୁ ଓଡ଼ିଆର ଅକ୍ଷର କେତେ ମୁଁ କହିଲି ଆଗରୁ 50 ଥିଲା ଏବେ 49କୁ ଖସି ଆସିଛି ନା 49 ଅକ୍ଷର ଭିତରେ 100 କେଇଟା ମୁଁ କହିଲି 3ଟା ନା କାହିଁ କୋଉ ସହ ମନ ଦୁଃଖ କରିବେ ଇଏ ପାଇବ ନ ପାଇଲେ ନାଇଁ ମୁଁ ନ ପାଇଲେ ନା ମୋ ସ୍ତ୍ରୀ ତ ପାଇଲାଣି ନା ସେଠି ନୃସିଂହ ହତାର ମୋର ପାଟିତୁଣ୍ଡ ଆମେ ବର୍ଷା ଘରକୁ ଯାଉନୁ ଇଏ ଏତେ ଦୟାଳୁ ଦୌଡ଼ିଛି ପଞ୍ଚାମୃତ ପାଇବାକୁ ହେ ମୋର ଜ୍ଞାନୀନ୍ଦ୍ର ପୁଙ୍ଗବ ଛାଡ଼ନ୍ତୁ ଶୀତରୁ କଣ ମିଳୁଛି ବାପା ଇଏ 2 ଭାଗେ କରିଦେଲେ ପାୟସକୁ ଅଧା ଭାଗ ଦେଲେ ବଡ ରାଣୀ କୌଶଲ୍ୟାଙ୍କୁ ତାପରେ ଯୋଉ ଅଧା ରହିଲେ 2 ଭାଗେ କଲେ ତାକୁ କାହାକୁ କେମିତି ଦେଲେ ପୁଅ ଆଜ୍ଞା କଣ କଲେ କଣ ଆଉ ଯୋଉ 2 ଭାଗ କଲେ 150 ପଳେଇଗଲା କୌଶଲ୍ୟା ନରପତି ପାୟା ସାର୍ଦ୍ଧ ଦଦୌତଦା ଅଧା ଦରଧ ସୁମିତ୍ରା ଏଇ ସେ 2 ଭାଗକୁ ଅଧା କରି 50 ଦେଇଛନ୍ତି କାହାକୁ ସୁମିତ୍ରାଙ୍କୁ ଦେଇଥିଲେ 50 ଦେଇଛନ୍ତି କୌଶଲ୍ୟାଙ୍କୁ ଆଉ ଯୋଉ 50 ତାକୁ 2 ଭାଗ କରିଦେଲେ 25 ସେ 25 ଦେଲେ ସୁମିତ୍ରାଙ୍କୁ ତାହେଲେ ପଣ୍ଡିତେ ବଡ ରାଣୀ ପରେ ତ ମଝିଆଣୀ ରାଣୀ କଇକେଇ କଇକେଇକି ନ ଦେଇ ସୁମିତ୍ରାଙ୍କୁ କାହିଁ ଦେଲେ ସେ ତା ପାଖରେ ଠିଆ ହେଇଥିଲେ ଦଶରଥ ସବୁଠାରୁ 3 ରାଣୀଙ୍କ ଭିତରେ ସାର୍ ଆପଣ ଜାଣିଛନ୍ତି ଭଲ ପାଆନ୍ତି କୋଉ ରାଣୀ କି କଇକେଇକି ନା ନାଇଁ ନା କଇକେଇକି ବେଶୀ ଘୃଣା କରନ୍ତି ମୁଁ ତା ପ୍ରମାଣ ଦେବି ମତେ ପଚାରୁନୁ ସାଙ୍ଗେ ନେଇକି ଯାଆନ୍ତି ଆଉ ଭଲ ପାଆନ୍ତିନି କଣ ତୋ ପୁଅର ଯଦି ସତ୍ୟନାରାୟଣ ପାଲାଟିଏ ହବ ତୋ ଭାର୍ଯ୍ୟା ଜାଣିବ ନାଇଁ ଜାଣିବ ତାହେଲେ ରାମଙ୍କର ଅଭିଷେକ ହବ ରାତି ପାଇଲେ ରାମ ରାଜା ହେବେ ସାର୍ ଟିକେ ଲକ୍ଷ୍ୟ ଦିଅନ୍ତୁ ସେ ବାବୁ ଜଣେ ବି ଭଲ ପାଲା ଶ୍ରୋତା କଇକେଇକି କେମିତି ଭଲ ପାଆନ୍ତି ନାଇଁ ଦଶରଥ ଶୁଣନ୍ତୁ ୟା ପୁଅର ଯଦି ସତ୍ୟନାରାୟଣ ପାଲାଟିଏ ହବ ୟା ସ୍ତ୍ରୀ ଜାଣିବନି ଜାଣିବ ନା ଆଉ ରାମ ରାଜା ହେବେ ଅଯୋଧ୍ୟାରେ ରାତି ପାହିଲେ କଇକେଇ ଜାଣିଥିଲେ ସେ ତାଙ୍କୁ ବାହାରିଥିଲେ ଜାଣିବେ କେମିତି ବେକାରିଆ କଥାବାର୍ତ୍ତା କରୁଛୁ କଇକେଇ ଜାଣିଥିଲେ ସୁମିତ୍ରାଙ୍କଠୁ ମନ୍ଥରା ଠାରୁ ଖବର ପାଇ ତାକୁ ରତ୍ନହାର ଦେଲେ କଣ ପାଇଁ ଦଶରଥଙ୍କୁ ଚାହିଁଲେ କଇକେଇ ମୁହୂର୍ତ୍ତକରେ ମାରି ଦେଇପାରେ ଯେତିକି ରଣ କୌଶଳ କଇକେଇକି ଜଣା ଦଶରଥଙ୍କୁ ଜଣା ନାହିଁ ତେଣୁକରି ସେଠି ଯିଏ ନିଜ ସ୍ତ୍ରୀ କି ନିଜର ରାମଙ୍କର ଅଭିଷେକ କଥା ଗୁପ୍ତ ରଖିଲେ କିନ୍ତୁ ଇଏ ଜାଣନ୍ତି ନାହିଁ ଦଶରଥ ଯିଏ ରାମକୁ କଇକେଇ ଯେତିକି ଭଲ ପାଆନ୍ତି ତାଙ୍କ ନିଜ ପିଲାକୁ ଭଲ ପାଆନ୍ତି ନାହିଁ ରାମ ପରମ ବ୍ରହ୍ମ ହେଲେ ବି କାଳେ ଶନି ଦଶାରେ ପୀଡ଼ିତ ହୋଇ ମୋ ପୁଅ ଅସୁବିଧାର ସମ୍ମୁଖୀନ ହବ ନିଜ ପୁଅକୁ ମରଣ ମୁହଁକୁ ଠେଲି ଦେଇ ରାମକୁ ଜଙ୍ଗଲକୁ ପଠେଇଲେ କେତେ ନିନ୍ଦା ସହିଛନ୍ତି
କୈକେୟୀ ରାମକୁ ଯେତିକି ଭଲ ପାଆନ୍ତି କୌଶଲ୍ୟା ସେତିକି ଭଲ ପାଆନ୍ତିନି। କୌଶଲ୍ୟା ଯେ କୈକେୟୀ ଯେତିକି ଭଲ ନ ପାଆନ୍ତି ରାମକୁ ଆଉ ଜଣେ ବେଶୀ ଭଲ ପାଏ। ସେଇଠି ହଉଛି ମନ୍ଥରାରେ। ମନ୍ଥରା ଭଲ ପାଏ ରାମକୁ। ନର କଙ୍କାଳ ଶରୀରକୁ ନେଇ ମନ୍ଥରା ବସିଛି ପିପିଳି ଗଛ ମୂଳରେ। 14 ବର୍ଷ କାଳ କିଛି ଖାଇନି ମନ୍ଥରା, ପାଣି ମୁନ୍ଦିଏ ପିଉ ନାହିଁ। ଅଯୋଧ୍ୟାର ଏଡିକି ବକଟେ ବକଟେ ପିଲାମାନେ ପାଠ ପଢିବାକୁ ଗଲା ବେଳେ କହୁଛନ୍ତି ଅଲକ୍ଷଣୀ ରାକ୍ଷସୀ ବୁଢୀ, ୟାରି ପାଇଁ ରାମ ପରି ଯୋଗ୍ୟ ପୁଅ ଆମ ରାଜ୍ୟରେ ରାଜା ନ ହେଇପାରି ଜଙ୍ଗଲକୁ ଗଲେ। ଟେକା ପଥର ଫିଙ୍ଗୁଛନ୍ତି, ଛେପ ପକାଉଛନ୍ତି, ସବୁ ସହି ସହି ହେ କାନ୍ଦି କାନ୍ଦି ହେ ମନ୍ଥରା କହୁଛି ରାମରେ ମୁଁ ତୋତେ କେତେ ଭଲ ପାଏ। ସେଦିନ ପିଲା ବେଳେ ତୋତେ ଟିକେ କୋଳେଇ ନେଇଥିଲି ବୋଲି କୈକେୟୀ ମା ମତେ ମାଡ଼ ମାରିଥିଲେ। ତୁ ଅସନା ଲୁଗା ପିନ୍ଧିକି ରାଜପିଲାକୁ ଧରୁଛୁ। ମୁଁ ମନେ ନ ପକାଇ ଦେଇଥିଲେ ସର୍ବନାଶ ହେଇଥାନ୍ତା। ଏମାନେ ସମସ୍ତେ ମତେ ନିନ୍ଦା କରନ୍ତୁ ବରଂ ତୁ ଆର୍ଯ୍ୟ ଧର୍ମକୁ ପ୍ରଚାର କରିବୁ, ବଂଶର ମର୍ଯ୍ୟାଦାକୁ ରଖିବୁ। ଏଇଥିପାଇଁ ମୁଁ ଆଜି ନିନ୍ଦାର ପାତ୍ରୀ ହେଲେ ବି ମୋର ଚିନ୍ତା କରିବାର ନାହିଁ। ଆଉ ଏ ଯୋଉ 3 ଜଣ ମା, ଏ 3 ଜଣ ମାଙ୍କ ଭିତରେ ପଣ୍ଡିତ ସର୍ବଶ୍ରେଷ୍ଠା କିଏ ଜାଣନ୍ତି? କୈକେୟୀ ଯେତିକି ଶ୍ରେଷ୍ଠା ନୁହଁ ଇତିହାସ ପୃଷ୍ଠାରେ, କୌଶଲ୍ୟା ଯେତିକି ନୁହନ୍ତି, ଗୋଟିଏ ଯୋଗ୍ୟା ମା ହଉଛି ସୁମିତ୍ରା। ସେ କେମିତି ଶ୍ରେଷ୍ଠ ହେବେ? କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ, ବୈଦେହୀଶ ବିଳାସରେ ଲେଖିଲେ କଣ କହିଲେ? କହିଲେ ବୋଇଲେ ସୁମିତ୍ରା ସବୁ ଥିବ ଶ୍ରୀରାମ ମାନସ ଅସୁର ପୁଙ୍ଗବ ମାନେ ଯାଉଛନ୍ତି। ଏ ପୁଅ କେମିତିକା ମା, ଏମିତିକା ମା ବିଶ୍ୱରେ ମିଳିବେ ନାହିଁ। ଏମିତିକା ମା ବିଶ୍ୱରେ ମିଳିବେ ନାହିଁ। ଆମେ ଯଦି ଗୋଟେ ଯାତ୍ରା ରାତି ଦେଖିକି 2 ରାତିକି ଯାଉଛେ, ମା କହୁଛି ହେ ବାପା ରାତି ଅନିଦ୍ରା ହବ ନା ଦେହ ଖରାପ ହବ, କହୁନି ମା? କେମିତିକା ମା ସୁମିତ୍ରା। ରାମ ଯୋଗ୍ୟ ପୁଅ ଯେତେବେଳେ ବାହାରିଛନ୍ତି କଣ୍ଟକୀର୍ଣ୍ଣ ସାନ୍ଦ୍ର ଜଙ୍ଗଲ ଅଭିମୁଖେ, ସୀତା ମା ଚାଲିଛନ୍ତି। ସେତେବେଳେ ଲକ୍ଷ୍ମଣକୁ କହିଲେ ମା ସୁମିତ୍ରା, ବୋଇଲେ ସୁମିତ୍ରେ ପୁତ୍ରେ ସେବୁଥିବୁ। ଶ୍ରୀରାମ ମାନସ ଜାଣି, ମୁଁ ରାମର ମାନସକୁ ଜାଣି, ମନକୁ ଜାଣି ତୁ ସେବା କରିବୁ। କେମିତି ସେବା କରିବୁ? ବିନିଦ୍ରେ ଶୋଇବୁନି, ସର୍ବରିକୁ ତୁ ରାତିରେ ଶୋଇବୁନି। ଦିନରେ ଶୋଇବା କଥା କଣ କହିଛନ୍ତି? ଯଦି ରାତିରେ ନ ଶୋଇବା କଥା କହିଲୁ, କହିଲା ଦିନରେ ଟିକେ କହିଥାନ୍ତୁ। ରାତିରେ କୌଣସି ରାତିରେ ଶୋଇବୁ ନାହିଁ। ବିନିଦ୍ରେ ସର୍ବରିକୁ ଧନୁଷର ପାଣି। ମୋ ବୋହୁ ସାଙ୍ଗରେ ଯାଉଛି, ରାକ୍ଷସ ମାନେ ଅଛନ୍ତି, ରାତିରେ ଶୋଇବୁ ନାହିଁ। ମାଲୋ କୋଉ ମା କହିବ ତା ପୁଅକୁ, ପର ପୁଅକୁ ଯିବୁ ଜଗିବୁ, ପର ବୋହୂକୁ ଯିବୁ ଜଗିବୁ, ଯାହା ହେଲେ ସେ ପର ସୋଦର ନୁହଁ। ଇଏ ମାର ଗର୍ଭ ଅଲଗା, ସେ ମାର ଗର୍ଭ ଅଲଗା। ଆମେ ସୋଦର ଭାଇ ଭିତରେ ହଣା କୁଟା ହଉଛେ ଜୀବନ ଯୁଦ୍ଧେ ଜୟ ଲଭିବା ପାଇଁ। ଭାଇ ବେକରେ ଛୁରୀ ଦେଉଛି ଭାଇ। ତୁ ବଥିରେ କି? ତେଣୁ ହଜୁରେ ଆଦର୍ଶ ନାୟିକା ହଉଛନ୍ତି କିଏ? ସେ ତାଙ୍କ ଠାରୁ ଆଉ ଜଣେ ଆଦର୍ଶ ନାୟିକା, ସେ ହଉଛନ୍ତି ମା ଉର୍ମିଳା। ସ୍ୱାମୀ ଯିବା ପରେ କେବେ ପ୍ରତିକ୍ରିୟା ପ୍ରତିଫଳିତ ହେଇନି ତାଙ୍କ ଅନ୍ତର୍ଜଗତରେ। ମନା କରିଛନ୍ତି।
गोटे नारी से पुरुष को ग्रहण कर सारिबा परे तार अधिकार आसी जाइछि से भोजन जननी समा हो जाइछि प्रतिवाद करिसंती ना तेणु मोर ज्ञानेन्द्र पुंगव से आदर्श को आमे माने ग्रहण करबा दरकार सारा चित्र किछि कहिबार नाही ना पुआ तेणु विश्रवा होचंती आर्य द्राविड़ होचंती किए निकोसा द्राविड़ कन्या आर्य ब्राह्मण को औरसरु रक्तर अपमिश्रण संध्या समय प्रीति जन्म नेला दशग्रीव रावण आपण माने जानती से माने बेसी ज्ञानी हुंती से माने बेसी मूर्ख काम करती धरा को सरा ज्ञान कला अयोध्यार राजा अन्नरन्न को मारिला रावण चाहूला द्राविड़ संस्कृति की सारा राज्यावर्त प्रचार करने आंध्र प्रदेश पर्यंत मारी आसी रावण द्राविड़ संस्कृति आंध्रवासी माने पूजा करुचंती राम रावण को युद्ध कहले आर्य द्राविड़ युद्ध द्राविड़ संस्कृति की सारा विश्व रे प्रचार करने आर्यावर्त प्रचार करने आर्य धर्म को द्रवित करने से प्रचेष्टारत था किए सेना रावण आर्य धर्म को प्रचार करने सृष्टि हेले सूर्य वंश मर्यादा पुरुषोत्तम नव दुर्बादल कोदंड धारण राघवेन्द्र सरकार ए पुओ यात्रा तेणु ये हूँ दुमिशा पुओ किए रावण कौन सब मद ढालिकी पिए ना सेतु प्रतिष्ठार गोटे पद लिखिं आपण मानकर गायक शिरोमणि निरंजन कर कौन कहले विभीषण कही नहीं कला भाषे विभीषण मो भाई रावण पिलामाने विचार कर तीनोटी समय तार तीनोटी रूप रावणर विभीषण कहला गला ठाकुर ब्रह्मा नाही कल हवा कौन योग्य जन प्रतिष्ठा करिव से ज्योतिर्विदिज्ञ पंडित वैज्ञानिक सबु शास्त्र से निपुण ब्राह्मण नुह ब्राह्मण ब्राह्मण तो घरे ब्राह्मण कौ पड़ा तू तो कम संस्कृत जानिचु शुणु सेमती बिरुड़ी माइला भाया हूँ यार प्रभाव नुह से माटी दोष हे मोर ज्ञानेन्द्र पुंगव कहीं केजाणी कहूला नाम नेला काली प्रथम थकरे जबर कहबी मो कौशल कुहरे जेते कहले लोक कहीं कहबेनी कहीं कहला तू कौन कम दांठुआटा ता पुओ सेमती गोटे लोक को बाड़े दरमरा कलानी से केस कलानी कहूँ जा हो आम टोका दाबी देछि एटा ता पुओ को बुझा के टोका दाबी देछि राजा को बुझाउछि हेडे बंधा आइ गलो आउ बळ पाइलानी दौड़िला सुनु सात्विक समय दशग्रीव रावण ब्राह्मी मुहूर्त प्रभात समय देवर्चन करने को जाए ये कौन मध्याह्न समय प्रजा मानकर भल मंद बुझे राजनीति करे कौन तो भाई सरपंच नाई वार्ड मेंबर सिंगल दीपर राजा कौन सरपंच संध्या राति से ब्राह्मण ता बापा होचंदी आर्य माँ होची द्राविड़ कन्या तेणु लुहा पात्र रे कौन करे मद महुलिना फटी पी दिए तापरे रानी मानक पुर को जाए तार लक्ष्य रानी हेले पिला तू धीरे
ପିଲା ତୋର ଏତେ କାଇଁ ବୁଝୁଛୁ ତୋର କେଇଟା ପିଲା 12ଟା କାଇଁ ଆଉ ଦିଟା କଲୁ ନାହିଁ ଏକ୍ସଟ୍ରା ପ୍ଲେୟାର ଶୁଣୁ ସକାଳୁ ଦେବର୍ଚ୍ଚନା କରେ ଦ୍ୱିପହରେ ରାଜନୀତି କରେ ରାତିରେ ରାଣୀ ମାନଙ୍କ ସହିତ ପ୍ରେମ କରେ ପ୍ରୀତି କରେ ବୁଝିଲୁ ସେଇ ହଉଛି ସତ୍ୟ ତ୍ରେତା ଯୁଗର ଦୋମିଶା ହେଲେ ମତେ କୋଉ ସମୟ ସେ ଦିନ ବିଚାର କଲା କୈଳାସ ପର୍ବତକୁ ଉତ୍ପାଟନ କରିବ ଶେଷର ଶଙ୍କର ଭଗବାନ କହିଲେ ଏଇ ଲିଙ୍ଗରେ ମୋର ଆତ୍ମା ଅଛି ତାକୁ ନିଅ ୟା କାହିଁ ଅପାଡ଼ିବ ସେ ଆତ୍ମା ଲିଙ୍ଗ ଧରିକିରି ଗଲା ବେଳେ ତାଙ୍କ ପଛରେ ଭଗବାନ ନାରାୟଣ ଯାଇନଥିଲେ ଇରେ ଗଜାନନ ମହାରାଜ ମୂଷିକ ସହିତ କାହିଁ ବିଷ୍ଣୁ କଥା କହୁଛ ତୁମେ ନିଜେ ତାଙ୍କର ପୁଅ ଗଣେଶ ଏବଂ ମୂଷିକଙ୍କୁ ନେଇ ବହୁ ବାଧାବିଘ୍ନ ସୃଷ୍ଟି କରିଛନ୍ତି ସେଇଠି ସେ ଚିନ୍ତା କଲେ କଲେ ୟା ଶରୀର ଭିତରେ ଏତେ ଜଳୀୟ ଅଂଶ ଭରି ଦିଅ ଇଏ ପରିସ୍ରା ନ କଲେ ହେଇପାରିବନି ପଣ୍ଡିତ ମଣ୍ଡଳୀ ସେ ସେତିବେଳେ ପରିସ୍ରା କରିବା କଥା ଠିଆ ହେଇକିରି ଉଲ୍ଲେଖ ଅଛି ଗଲା ମୁରାସୁର ପରିସ୍ରା କରିଥିଲା ଏଠି ରାବଣ ପରିସ୍ରା କଲା ଦ୍ୱାପର ଯୁଗରେ କିଏ ପରିସ୍ରା କଲା ସେ ବ୍ରାହ୍ମଣ ନୁହଁ କିଏ କହିଲ ସିଏ ସେଇ ହାଇବ୍ରିଡ ପିଲା ଆଜିର ଭାଷାରେ ସେ ହାଇବ୍ରିଡ ମୁଁ କଥାରେ କହିଦଉଛି ଇଏ ଖାଲି 3-4 ଯୁଗରେ 4ଟା ହାଇବ୍ରିଡ କିଏ 4 ରାତି ପାଲା ପଇସା ମୁଁ ଦେବି ତୁ ଗାଁରେ ଚାନ୍ଦା ଦିଅଉନୁ ମଶାଣି ପାଖରେ ଘର କରୁଛୁ ଭାରି ପଇସା ଦଉଛୁ ଏ ବର୍ଷ ଦେବି ଶୁଣୁ ଦ୍ୱାପର ଯୁଗରେ ରାଜା ହେଲେ ଉଗ୍ରସେନ ତାଙ୍କ ସ୍ତ୍ରୀ ହେଲା ଇନ୍ଦୁମତୀ କିନ୍ତୁ ଯୋଉ ପୁଅ ଜନ୍ମ ହେଲା କଂସ ସିଏ କଣ ଉଗ୍ରସେନ ପୁଅ ସେ ଆଉ କାହା ପୁଅ ହେ ନା ଆଉ କାହା ପୁଅ ସେଇ ମଥୁରାରେ ଜଣେ ରାକ୍ଷସ ଥିଲା ତା ନାଁ ହଉଛି ଦ୍ରୁମିଳ ରାକ୍ଷସ ତାର ଲକ୍ଷ୍ୟ ଥିଲା ଇନ୍ଦୁମତୀ ଉପରେ ହେଲେ ଇନ୍ଦୁମତୀ ସତୀ ନାରୀ ଯଦି ଅଭିଶାପ ଦବ ଜଳିଯିବ ସେତେବେଳେ ଆଜ୍ଞା ଗୋଟେ ନୀତି ଥିଲା ନାରୀ ଋତୁ ଦର୍ଶନ କରିବା ସୁଧ ସ୍ନାନ କରି ସାରିବା ପରେ ତା ସ୍ୱାମୀ କି ଯେମିତି ହେଲେ ଦର୍ଶନ କରିବ ଅନ୍ୟ ପୁରୁଷକୁ ଦର୍ଶନ କରିବନି ଆଉ ସୁଧ ସ୍ନାନ କରି ସାରିବା ପରେ ସେ ପୁରୁଷ ସହିତ ସେ ମିଶିବ ଯଦି ପୁରୁଷ ନ ମିଶିଲା କଣ ହବ ଲେଖିଲେ ଯାଜ୍ଞ ବଳକ କହିଲା ଋତୁ ସ୍ନାତା ତୁ ଯୋ ଭାର୍ଯ୍ୟା ସମିଧୌ ନୋପଗଚ୍ଛତି ଋତୁସ୍ନାତା ରାଣୀ ମାନଙ୍କୁ ନାରୀ ମାନଙ୍କ ପାଖକୁ ଅଭିଗମନ କରିବା ପୁରୁଷର ଧର୍ମ ସେ ଯଦି ଅଭିଗମନ ନ କରେ ଭ୍ରୂଣ ହତ୍ୟା ପାପରେ ପୀଡ଼ିତ ହୁଏ ଯଦି ସେ ଥାଏ ତେଣୁକରି ଋଷିମୁନି ମାନେ ସାର୍ ନାରୀ କି ତ୍ୟାଗ କରି ଜଙ୍ଗଲକୁ ଯାଆନ୍ତି ସେ ଆଉ ଜାଣିବେ କି ତାଙ୍କ ଋତୁସ୍ନାତା ହେଇଛି ତାଙ୍କ ନାରୀ ତେଣୁ ବାବୁ ଏଠି ଋତୁସ୍ନାତା ନାରୀ ଯେତେବେଳେ ସୁଧ ସ୍ନାନ କରିବାକୁ ଯାଇଛି ଇଏ ଉଗ୍ରସେନ ରୂପକୁ ଧାରଣ କରି ଯାଇ ତା ସହିତ ପ୍ରୀତି କରିଛି ରୂପଟା ସିନା ବଦଳେଇ ଦେଇଛି ଗୋଟେ ରାକ୍ଷସର ବାହୁରେ ଯାହା ବଳ ଗୋଟେ ମଣିଷ ବାହୁରେ ତା ବଳ ତା ପ୍ରୀତି କରିବା ଯୋଉ ଢଙ୍ଗ ତା ପରିବର୍ତ୍ତନ ଜଣା ପଡିଲା ସେ ସେଇଠି ଜାଣିପାରିଲା ସତୀ ନାରୀ କହିଲା କିଏ ତୁ ବର୍ବର ପ୍ରଗଳଭ ନାର୍ଯ୍ୟ ମୁଁ ତୋତେ ଅଭିଶାପ ଦେବି ନା ମୁଁ ଅନ୍ୟ କେହି ନୁହେଁ ମୁଁ ହଉଛି ଦ୍ରୁମିଳ ରାକ୍ଷସ ନା ମନେ ରଖ ତୁ କୌଶଳ କରି ମୋ ସ୍ୱାମୀ ରୂପକୁ ଧାରଣ କରି ମୁଁ ଋତୁସ୍ନାତା ନାରୀ ତୁ ମୋ ସହିତ ଅଭିଗମନ କଲୁ ପ୍ରୀତି କଲୁ ତୁ ଅଖଣ୍ଡ ବ୍ରହ୍ମ ମୋ ଗର୍ଭରେ ମୋ ଗର୍ଭରୁ ତୋ ଔରସରୁ ଯିଏ ଜନ୍ମ ହବ ଇରେ ମୂର୍ଖ ତୁ ତାରି ହାତରେ ମରିବୁ ରେ ତେଣୁ ଦ୍ୱାପର ଯୁଗର ଦୋମିଶା ସନ୍ତାନ ହଉଛନ୍ତି କିଏ କଂସ ତାଙ୍କ ବାପା ହେଲା ରାକ୍ଷସ ଦୁର୍ମିଳ ମା ହେଲା ଇନ୍ଦୁମତୀ ଏମିତି ଢଙ୍ଗରେ କରିବ ଆଉ ଠିଆ ହେଇ ମୁଁ ଥିଲା ଆମ ଗାଁକୁ କାହିଁକି ମୋ ସ୍ତ୍ରୀ କି ବୁଝେଇବ ଟଙ୍କା ଯେ ମାଗଣା
कली जुगे आमे समस्ते ठिया ही परिसा करने ये जो जीन पैंट तादरे बसी हम स्वतंत्र भाव आम ठिया ही परिश्रा करवा बोली जाऊना बादामबाड़ी स्टैंड को परिश्रागार से स्वतंत्र परिश्रा स्टैंड तैयारी ना ना सार हाँ ना बसिकी परिश्रा करने गोलमाल करना कली जुगे आमे कई पर्टिकुलर क्या हाइब्रिड कहि परिबेनी तथापि गोटे कहूछि किंतु से भक्त कली जुगे देखंतु रावण भी भक्त आज्ञा हाँ बापा मो मोगल पुओ माँ मो ब्राह्मणी ब्राह्मणी जेमती हेंदु मो हाथ पिबे की पानी बुझिल कारण यही राजा मुसलमान हबारु जगन्नाथ रहिले राजा रामचंद्र देव ए पुओ तोर के खाइला कहला ए राजा तू जदि मो भौणी के बाहा नबु ताले तो दियो को तोते नहीं कि समुद्र पकई देबी नाचार राजा से गंभीरा भीतर तो जगन्नाथ 22 पाहाच पाखे पतित पावन मूर्ति दर्शन करने से राजा आसवे दर्शन करके फेरबे आड़ को जाऊ नहीं जगन्नाथ संस्कृति तो 3टा प्रश्न पचारि किसी उत्तर मिललानी कल्पपटे कहीं खपरा बंधा हुए जगन्नाथ नव कोड़े बर बेले कहीं लक्ष्मी विधवा हूँ जगन्नाथ पवित्र पुरातन विग्रह कहीं माटी तले पोता हुए से टांकी रे ये जिनिस नहीं बापा खाली बाहुल्य अबल एमिति 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 कहीं ओडिशा रे मु कोन आगु देखिनी से भल लागुची हौ हौ बापा से जमा भल लागुनी भल लागी तुम एतले समाज बसंत बापा तेणु कली जुगे दोमिशा किए हूँ कि न हूँ आमे समेत दोमिशा हो गले कहीं जानिचु अच्युत कहले कहला शंकर खाद्य जे हेब जनम शंकर खाद्य जे हेब जनम शंकर खाद्य जे हेब जनम शंकर खाद्य जे शंकर होइबे जगत जन्म शंकर होइबे बापा ये ब्रेक छिंडिबो ये को छिंडिबो ना ये खोलपा भितर ये ब्रेक पइसी कला शंकर खाद्य जे हेब जनम शंकर खाद्य जे एमती ब्रेक चापी देबी आमे तो चापी देबू शंकर होइबे जगत जन्म शंकर होइबे सारे मनुष्यर गुण सृष्टि हुए खाद्य रू ना नहीं सात्विक खाद्य जो मैंने खाऊे चारिपद कथा कहले कहला राजसिक खाद्य जे खाऊे मते कही माने मुझेमिति हेले प्रतिशोध नेबी तामसिक खाद्य जे खाऊे आग कुहा आरंभ करू सी आरंभ करदब तोरी गाँव सब अच्छी होता गाँव सब अच्छे आउ कौन गाँव गाँ अच्छी तेणु हजूरे 3 प्रकार खाद्य गुण सृष्टि और जर हेले कहीं डॉक्टर कहती भात खाइबनी तार खाद्य मनुष्यर गुण सृष्टि हुए खाद्य जमती गुण सेमती बुझिलु आमे जो खाद्य खाऊे धान ये धान रे गुड़े अंडा माइला मुंड खराब मुझे पचारि ये कौन ये सब छड़ा छड़ा ही रुआ हो ये तो चाषी पिला कहूँ सारे धान रे अच्छी मेले फिमेले से क्विंटाल कौन केते ना कौन आमर सीधे मुंड पड़ा दरकार नहीं हाँ तेणु शंकर खाद्य को आमे खाइबा पड़े आमर सब किसी हो जाउची दोमिशा धान मोटिए हाइब्रिड आलू पनीपरिया गोटे गाई क्षीर डेनामार्क सीमेंट भारतर सीमेंट मिसिकी जर्सी गाई दोमिशा गाई क्षीर मनुष्यर खाद्य तो दोमिशा कथा केमती एक मिशा हम तेणु शंकर खाद्य जो है जनम शंकर होइबे जगत जनम तेणु से गायक जदि गोटे डेट रे 3टा कल रखुंट किसी कहतु नहीं आज्ञा से दोमिशा खाद्य खाई चुबईब तेणु पुआ मौसा तेणु आम शंकर जातीय खाद्य खाई ठिया मुतुचे
ତାର ମୁକ ସାକ୍ଷୀ ହଉଛି ନୃସିଂହ ହୋତା ସେ ସବୁବେଳେ ଠିଆ ହେଇକି ସେଠି ମୁତୁଛି ଆଉ କଂସ ବି ଠିଆ ହେଇକି ପରିଶ୍ରା କରିଛି କଣ ବୁଝୁଛୁ ଯୋଉମାନେ ଦୁର୍ଜନ ସେମାନେ ତ କିଛି ନିୟମ ରଖିବେନି ଆଉ ଦୁର୍ଜନ ଯୋଉମାନେ ସେମାନେ କିଛି ନିବେଦ ବାଡ଼ ମାନିବେ ନାହିଁ କଣ ବୁଝୁଛୁ ଆଉ ସମୟ ନାହିଁ ଏତେବେଳକୁ ତାଙ୍କର 12:50 ସରିଥିଲା କହିଲା ଇଏ ବୋକା ପାଟି ଫଟାକୁରେ କେମିତି ପଦ ବାଙ୍କାର କଣ କହିଲୁ ମୁହଁ ଫଟେଇ ଦେବି କାହାର ବୋକା ପାଟି ଫଟାକୁ ନା ମୁହଁ ଫଟେଇ ଦବ କହିଲା ବୋକା ପାଟି ଫଟାକୁରେ ନକର 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 ବୋକା ପାଟି ଫଟାକୁରେ ନକର ବୋକା ପାଟି ଫଟାକୁରେ ভটা করে ସବୁ ମାଗୁଛି ବିଦାୟ ଆପଣମାନଙ୍କୁ ଦୟା କରୁଥିବେ ପ୍ରଭୁ ଦୟାମୟ ନନା ପୁଅ କରୁଅଛି ଭଳି ଭଉଣୀ ମାନେ ହୋଇ ଅଛ ଭଳି ବୀର ଦରବାର ମାଡ଼ ଲାଗିଲା ଅର୍ଦ୍ଦଳି ବିଶ୍ୱହିତ ପାଇଁ ମା ମାନେ ହରି ବୋଲ ହୁଳ ହୁଳି କର କାଳି ହରି ହେ ମତେ ହରି କରି ଦଉଁ ସେବେ সংরক্ষণ আনন্দ সাগর হইবল ভরি বিশ্ব দুঃখ